ଯଦି ଆମେ କମ୍ଫର୍ଟେବଲ କିମ୍ବା ସଠିକ ଜାଗାରେ ବସିଛୁ, ଆମମାନେ ଭିଡିଓ ଅନ୍ କରିକି ବସିପାରିବା। ତେବେ ଆସନ୍ତୁ ଆଜିର ପ୍ରାତଃକାଳର ଉପାସନାକୁ ଆମମାନେ ଆରମ୍ଭ କରିବା ପୂର୍ବରୁ ମୁଁ ଗୀତ ସଂହିତା ତାର 100 ଅଧ୍ୟାୟ ମୁଁ ପଠନ କରିବି। ବାକ୍ୟରେ ପ୍ରକାର ଲେଖା ଅଛି, ହେ ସକଳ ଦେଶ, ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଆନନ୍ଦରେ ସଦାପ୍ରଭୁଙ୍କର ସେବା କର, ଗାନ କରି ତାହାଙ୍କ ଛାମକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମେମାନେ ଜ୍ଞାତ ହୁଅ। ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେମାନେ ତାହାଙ୍କର ଅଟୁ। ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ମେଷ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ପ୍ରଭୁ ଏ ବାକ୍ୟ ପଠନ ଏବଂ ଶ୍ରବଣରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ବର୍ତ୍ତମାନ ଆମେ ସ୍ତୁତି ଆରାଧନା କରିବା, ପ୍ରଭୁଙ୍କର ପ୍ରଶଂସା କରିବା, ପ୍ରଭୁଙ୍କର ଗୌରବ କରିବା। ଆଉ ପ୍ରାର୍ଥନା ମାଧ୍ୟମରେ ଆମେ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିଛୁ। ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ମାଣ୍ଡଳିକ ଜୀବନରେ, ଦେଶ ବିଦେଶ ସମସ୍ତ ବିଷୟ ନେଇ ପ୍ରଭୁଙ୍କ ପଦ ତଳେ ଆମେ ପ୍ରାର୍ଥନା ମାଧ୍ୟମରେ ଉପସ୍ଥାପନ କରିଅଛୁ। ପ୍ରଭୁ ଆମମାନଙ୍କ ପ୍ରାର୍ଥନାକୁ ଶ୍ରବଣ କରିଅଛନ୍ତି। ବର୍ତ୍ତମାନ ମୋ ଜୀବନରେ, ଆପଣମାନଙ୍କ ଜୀବନରେ, ଆମମାନଙ୍କ ପାରିବାରିକ ଜୀବନରେ, ଆମମାନଙ୍କର ମାଣ୍ଡଳିକ ଜୀବନରେ ପ୍ରଭୁ ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କର୍ମ ସବୁ କରିଅଛନ୍ତି, ଉକ୍ତ ବିଷୟକୁ ସ୍ମରଣ କରି ପ୍ରଭୁଙ୍କୁ ଆମମାନେ ଧନ୍ୟବାଦ ଦେବା, ପ୍ରଭୁଙ୍କୁ ପ୍ରଶଂସା କରିବା, ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ନାମର ଜୟଜୟକାର କରିବା। ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ଅଛନ୍ତି, ଗୋସ୍ପେଲ ସିଙ୍ଗର, ଆମେ ସମସ୍ତଙ୍କର ଅତି ପ୍ରିୟ ବନ୍ଧୁ ରେଭରେଣ୍ଡ ରାଜେଶ ଲିମା ସାର୍ଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସ୍ୱାଗତ କରୁଅଛି। ପ୍ରଭୁଙ୍କ ଦାସ ସମ୍ମୁଖକୁ ଆସିବି, ଆଉ ସ୍ତୁତି ଆରାଧନାରେ ଆଉ ସେ କଡ଼େଇ ନେବେ। ଅବେ ଟୁ ଲିମା ସାର୍। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ। ସଦାପ୍ରଭୁ ପରମେଶ୍ୱରଙ୍କର ଗୌରବ ହେଉ। ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ନମସ୍କାର। ପ୍ରଭୁ ମହାନ, ତାଙ୍କର ଦୟା ଆମମାନଙ୍କ ପ୍ରତି ରହିଅଛି। ତାଙ୍କର ଦୟା ଅନନ୍ତ କାଳ ସ୍ଥାୟୀ, ତାଙ୍କର କରୁଣା କେବେ ଶେଷ ହୁଏ ନାହିଁ। ପ୍ରଭୁ ଆମମାନଙ୍କୁ ଏହି ସୁନ୍ଦର ପ୍ରଭାତ ଦେଇଛନ୍ତି ତାଙ୍କର ଉପସ୍ଥିତିରେ ବସି ତାଙ୍କର ଗୌରବ ପ୍ରଶଂସା କରିବା ପାଇଁ। ହାଲେଲୁୟା। କରୁଣାମୟ, ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ। ଯେ ଆସ୍ୱାଦନ କରିଛି, ଯେ ଚାଖିଛି, ସେ ଜାଣିଛି ଯେ ପ୍ରଭୁ କି ପ୍ରକାର ଅଟନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। କରୁଣାମୟ, ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ। ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ, ମୁଁ ଚାଖି ଜାଣିଛି ତୁମେ ପ୍ରେମମୟ। କରୁଣାମୟ, ଆହେ କରୁଣାମୟ, କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ। ହଜାର ହଜାର ସୁନା ରୂପା ଠାରୁ ତୁମରି ମଧୁର ବାକ୍ୟ ଅତି ଉତ୍ତମ। ହଜାର ହଜାର ସୁନା ରୂପା ଠାରୁ ତୁମରି ମଧୁର ବାକ୍ୟ ଅତି ଉତ୍ତମ। ତୁମେ ମଙ୍ଗଳକାରୀ, ମୋ ମଙ୍ଗଳମୟ, ତୁମେ ମଙ୍ଗଳକାରୀ, ମୋ ମଙ୍ଗଳମୟ। କରିଛି ତୁମକୁ ମୁଁ ଆସ୍ୱାଦନ, କରିଛି ତୁମକୁ ମୁଁ ଆସ୍ୱାଦନ। କରୁଣାମୟ,
आहे करुणामय करिछि तुमको मो आस्वादन करिछि तुमको मो आस्वादन हजार हजार मणि मुक्त ठारू तुम मुखर वाक्य मो प्रति उत्तम हजार हजार मणि मुक्त ठारू तुम मुखर वाक्य मो प्रति उत्तम तुमे मंगलकारी मो मंगलमय तुमे मंगलकारी मो मंगलमय करिछि तुमको मो आस्वादन करिछि तुमको मो आस्वादन करुणामय आहे करुणामय करिछि तुमको मो आस्वादन करिछि तुमको मो आस्वादन मोहर प्रियतम श्वेत रक्त बन 10 सहस्र मध्यरे प्रभु प्रधान मोहर प्रियतम श्वेत रक्त बन 10 सहस्र मध्यरे प्रभु प्रधान तुमे मंगलकारी मो मंगलमय तुमे मंगलकारी मो मंगलमय करिछि तुमको मो आस्वादन करिछि तुमको मो आस्वादन करुणामय आहे करुणामय करिछि तुमको मो आस्वादन करिछि तुमको मो आस्वादन मु चाखि जानिछि तुमे प्रेममय मु चाखि जानिछि तुमे दयामय करुणामय आहे करुणामय करिछि तुमको मो आस्वादन करिछि तुमको मो आस्वादन करिछि तुमको मो आस्वादन करिछि तुमको मो आस्वादन हालेलुया प्रेज द लॉर्ड से करुणामय से दयामय से प्रेममय से स्नेहशील हालेलुया क्रोधरे धीर अत्यंत दयालु प्रेज द लॉर्ड से प्रभुंकर उपस्थित बसी तांकर गौरव प्रशंसा करबा पई प्रभु आमनको जीवित मानक मध्य स्थान दी अछंती वाक्य लिखा जाए से आमनको अंधकार रो आलोक मध्य को आह्वान करि अछंती जेपरि आमे तांकर गुण कीर्तन करू तांकर महिमा करू हालेलुया तांकर स्तुति प्रशंसा करू एथि पई प्रभु आमनको जगत मध्य रखि अछंती मोर प्रिय माने तांकर गौरव हो तांकर प्रशंसा हो प्रभु आमनको आकर्षित करि अछंती तांकर उपस्थित रे बसिया पई प्रेज द लॉर्ड हालेलुया थैंक यू जीसस सुंदर मधुर नामटी तांकर न पारे मुरुछि क्षणे मातर हालेलुया प्रेज द लॉर्ड थैंक यू जीसस सुंदर मधुर नामटी तांकर न पारे मुरुछि क्षणे मातर जेणे गले तेणे नाचे रुद मोर कि जानी काहिकी नुहई पासर दुई दुई करी चारोटी अक्षर बांधी रखी अछि सरग संभार आड़ काठ छंदा सेही नाम चिर हे जुन हे जुणु फूल के शरीर सुंदर मधुर नामटी तांकर न पारे मुरुछि क्षणे मातर हालेलुया प्रेज द लॉर्ड धन्यवाद प्रभु
ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଛୁ। ତୁମରି ନାମ ମଧୁର ନାମ, ତୁମ ନାମ ସୁନ୍ଦର ନାମ। ଧନ୍ୟବାଦ। ହାଲେଲୁୟା। ଥ୍ୟାଙ୍କ ୟୁ ଜିସସ୍। ପ୍ରଭୁ ତୁମରି ଗୌରବ କରୁଛୁ ରାଜା। आहे आस, आहे आस, ईश्वरଙ୍କ स्तुति करिबा। आहे आस, आहे आस, ईश्वरଙ୍କ स्तुति करिबा। ए जे आम परित्राण शैल स्वरूप, से जे आम परित्राण शैल स्वरूप, ताहांक उद्देश्ୟରେ जयध्वनि करिबा, जयध्वनि करिबा। आस, आहे आस, ईश्वरଙ୍କ स्तुति करिबा। आहे आस, आहे आस, ईश्वरଙ୍କ स्तुति करिबा। से जे आम परित्राण शैल स्वरूप, से जे आम परित्राण शैल स्वरूप, ताहांक उद्देश्ୟରେ जयध्वनि करिबा, जयध्वनि करिबा। आस, आहे आस। हालेलुया। से आमानकर परित्राण, से आमानकर उद्धारकर्ता। आकाश तले मनुष्य मानक मध्य कौन से नाम नाही, जो नाम कि मानव जातिर उद्धार अच्छी, मुक्ति अच्छी। प्रेज द लॉर्ड। हालेलुया। थैंक यू जीसस। हरिणी जेमिति जलधारा पाई हुए आकुल, हरिणी जेमिति जलधारा पाई हुए आकुल, प्रभु सेमिति मो प्राण तुम पाई व्याकुल। हरिणी जेमिति जलधारा पाई हुए आकुल, लुह मु पीछि आकुले कांदिछि केते दिन राति। बार बार जेबे लोके पचारती, तो प्रभु काहांती। मन काहीं किरे विचलित, हेउ कि पाएते शोकान्वित। रखिथा भरोसा से तोर सहाय, से तो ईश्वर। हरिणी जेमिति जलधार पाई हुए आकुल, प्रभु सेमिति मो प्राण तुम पाई व्याकुल। हरिणी जेमिति जलधारा पाई हुए आकुल। प्रभु धन्यवाद। तुम्हें आमको केते प्रेम केते दया करिछ प्रभु। आमने ये प्राप्त काल रे शज्या को परित्याग करी तुमरी उपस्थित बसिया पाई आमे मध्य आकुल व्याकुल। प्रभु तुमरी सहित तुमरी उपस्थित रे समय बितेवा पाई प्रभु तुम्हें आमको आह्वान करछ, मन्नित करछ। धन्यवाद। तुम चरण आम निज निजक समर्पण करुछु। आमक हृदयर गभीरतार तुमको धन्यवाद देउछु प्रभु। अंतकरण सहित तुमरी स्तुति प्रशंसा करुछु। तुम्हें महिमा पाओ, तुम्हें गौरव पाओ परमेश्वर।
हालेलुया। थैंक यू जीसस। मोर प्रिय माने प्रभु आम को केते अनुग्रह करियछंती। जदि आज आम देश को देखू, आमर राज्य को देखू, आमर चतुर्पार्श्व को देखू, अनेक लोक यही प्रकार सुजोग पाई नांती जीवित परमेश्वर उपस्थित बसवा पाए, प्रभुंकर नाम को मुखरे नेबा पाए अनेक लोक सुजोग पाई नांती। किंतु प्रभु मते एवं आपण मानक ई सुंदर सुजोग देछंती तांकर उपस्थित बसवा पाए। हालेलुया जीसस। से आमानकर उद्धारकर्ता, से आमानकर मुक्तिदाता, से परित्राणकर्ता अटंती। आमान केते दया केते अनुग्रह करियछंती। आज देखुछु आमने युद्ध रे अनेक लोक से माने प्राण त्याग करछंती। देश विरुद्ध रे देश युद्ध चलीछि, किंतु से आमानकर सुरक्षाकारी अटंती। सदा प्रभु तुमर रक्षक, सदा प्रभु तुमर दक्षिण पार्श्वर छाया, दिवस रे सूर्य केवल रात्रि चंद्र तुमको आघात करिवो नाही। हालेलुया। थैंक यू जीसस। धन्यवाद धन्यवाद धन्यवाद। साहाज्यकारी हे मोरो, उद्धारकारी हे मोरो, सुरक्षाकारी हे मोरो, हे मोरो दया सागर, सुरक्षाकारी हे मोरो, हे मोरो दया सागर, हे अब्राहमंक ईश्वर, ईसाकंक ईश्वर, जाकुबंक ईश्वर। हालेलुया। प्रेज द लॉर्ड। धन्यवाद प्रभु, तुम्हारी गौरव करछु, तुम्हारी प्रशंसा करछु। हे अब्राहमंक ईश्वर, ईसाकंक ईश्वर, जाकुबंक ईश्वर। हालेलुया। जेहोवा राफा, जेहोवा रोही, इमानुएल परमेश्वर से अटंती। आमानकर सहित ईश्वर। जेहोवा राफा है मोरो, जेहोवा रोही है मोरो, जेहोवा राफा है मोरो, जेहोवा रोही है मोरो, इमानुएल ईश्वर, हे मोरो दया सागर, इमानुएल ईश्वर, हे मोरो दया सागर, हे अब्राहमंक ईश्वर, ईसाकंक ईश्वर, जाकुबंक ईश्वर। हालेलुया। आज जदि आमने कौनसी कौनसी विषयर अभाव रे अछु, अभाव अछि, पिला मानकर एजुकेशन, आमानकर दैनंदिन जीवन रे कौनसी अभाव अछि, मोर प्रिय माने से जेहोवा जिरी सदा प्रभु जोगाइबे। से आमानकर प्रतिपालक। विश्वास सहित तांको निकट रे ए कोरस गाओ। जेहोवा जिरी है मोरो, जेहोवा निसी है मोरो, जेहोवा जिरी है मोरो, जेहोवा निसी है मोरो, जेहोवा सालेम है मोरो, हे मोरो दया
जियो बासालेम हे मोरो, हे मोर दया सागर, हे अब्राहमक ईश्वर, इसाकଙ୍କ ईश्वर, याकूबଙ୍କ ईश्वर। हालेलुया। धन्यवाद प्रभु, तुम्हारी गौरव करछु, तुम्हारी प्रशंसा करछु, तुम्हारी जय जयकार करछु। तुम्हें आमानकर जीव राफा आरोग्यकारी, आमानकु शारीरिक आत्मिक मानसिक भाव तुम्हें आमानकु सुस्थता देइछ। धन्यवाद। तुम्हारी प्रहार रे आमाने सुस्थता हे सारी अछि प्रभु। तुम्हें जीव राफा परमेश्वर। हालेलुया। प्रभु तुम्हें सुस्थता प्रदानकारी परमेश्वर, तुम्हें जीवबाजी समस्त आवश्यक विषय जगह परमेश्वर। हालेलुया। धन्यवाद। थैंक यू लॉर्ड जीसस। मोर प्रिय माने से आमानकर सहायकारी, से आमानकर उद्धारकारी, से आमानकर सुरक्षाकारी अटंती। प्रभु आमानकु सहाय्य करिवे, से सहाय्य करूअछंती। मो पर्वत गण आड़े उद्दृष्टि करिवि, केउठारु मोर सहाय्य आसीबो। मोर सहाय्य सदा प्रभुंक ठारु आसे, जे आकाश और पृथ्वी निर्माण करियछंती। हालेलुया। थैंक यू जीसस। सहायकारी है मोरो, उद्धारकारी है मोरो, सहायकारी है मोरो, उद्धारकारी है मोरो, सुरक्षाकारी है मोरो, हे मोरो दया सागर, सुरक्षाकारी हे मोरो, हे मोरो दया सागर, हे अब्राहमଙ୍କ ईश्वर, इसाकଙ୍କ ईश्वर, याकूबଙ୍କ ईश्वर। हालेलुया। धन्यवाद 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 प्रभु, तुम्हारी गौरव करछु, तुम्हारी प्रशंसा करछु, तुम्हारी जयकार करछु प्रभु। तुम्हें धन्य, तुम्हें धन्य, तुम्हें महान, तुम्हारी कार्य महान अटे, तुम्हारी योजना महान अटे, तुम्हारी संकल्प उत्तम एवं महान अटे परमेश्वर। आमानकर जीवन रे तुम्हें कार्य करियछ, तुम्हारी से विक्रमी कार्य सकाश आमे तुमको धन्यवाद देउछ प्रभु। आमानकर जीवन रे जो समस्त कार्य करछ सेति पाए धन्यवाद। तुम्हें आमानकु दोहला कादो मध्य उठे चट्टाण मध्य रखियछ प्रभु। धन्यवाद। जो आमानकर चरण केबे विचलित न हुए, आमानकु से परित्राणर वस्त्र तुम्हें पिंधैछ प्रभु। धन्यवाद। आमानकु तुम्हें प्रभु अनंत जीवन पथ तुम्हें देखैछ, सेति पाए धन्यवाद। धन्यवाद तुम्हारी प्रेम, तुम्हारी दया, तुम्हारी अनुग्रह पाए आमानकु अब्बा पिता बोले डाकिबार अधिकार तुम्हें देइछ प्रभु। संतान पुत्रत्वर अधिकार तुम्हें देल, सेति पाए धन्यवाद। आमने अयोग्य थिलो, तुम्हें आमानकु योग्य कल। प्रेज द लॉर्ड। हालेलुया। मोर प्रिय माने, जदि आज आमनकर आत्मिक जीवन यात्रा रे आमे थकी जाइछु, आमे दिग हराई जाइछु बा भाराक्रांत हो जाइछु, ए प्रभात समय रे आज ये पवित्र दिन रे निज निजको प्रभुଙ୍କ हस्ତରେ समर्पण करो। जदि आमनक पाखरे किछि जदि प्रभुଙ୍କର अप्रीतिकर विषय जदि रहि जाइछि, निज निजको प्रभुଙ୍କ हस्ତରେ समर्पण करो। हालेलुया। ए मंद जगत, पापपूर्ण जगत, असार जगत प्रभु आमनको धार्मिक जीवन यापन करिवा पाए, पवित्र जीवन यापन करिवा पाए आह्वान करिसंती, मान्यता करियछंती। जदि थाए किछि तुम अप्रीति, काढ़ी नियो जीसु मोर, तुम रक्ते आजी धोई मते प्रभु, तुम्हें पवित्र कर। तांको रक्त
ବହୁମୂଲ୍ୟ ରକ୍ତ ଆଜି ମଧ୍ୟ ମୋର ପ୍ରିୟମାନେ ସେ ରକ୍ତ ଆମମାନଙ୍କୁ ପବିତ୍ର କରେ। ଯଦି ଆଜି ଆମେ ଜଗତରେ ମାତି ଯାଇଛୁ, ଜଗତର ଜଞ୍ଜାଳରେ, ଜଗତର ମୋହମାୟାରେ ଯଦି ସମୟ କ୍ଷେପଣ କରୁଛୁ, ତାହେଲେ ପ୍ରଭୁଙ୍କ ନିକଟ ନିଜ ନିଜକୁ ସମର୍ପଣ କର। ଯଦି ଥାଏ କିଛି ତୁମ ପ୍ରୀତି କାଢି ନିଅ ଯିଶୁ ମୋର, ତୁମ ରକ୍ତେ ଆଜି ଧୋଇ ମତେ ପ୍ରଭୁ ତୁମେ ପବିତ୍ର କର, ପବିତ୍ର କର ଏଥର। ଜୀବନ ଦାତା ଯିଶୁ ଆଜି ଅନ୍ତର ଖୋଲି ଦିଏ, ଆସ ଆଜି ମୋର ଏ ହୃଦୟ ଅନ୍ତର ଖୋଲି ଦିଏ। ଜୀବନ ଦାତା ଯିଶୁ ଆଜି ଅନ୍ତର ଖୋଲି ଦିଏ, ଆସ ଆଜି ମୋର ଏ ହୃଦୟ ଅନ୍ତର ଖୋଲି ଦିଏ। ଜୀବନ ଦାତା ଯିଶୁ ଆସିଅଛି ଆଜି ମୁଦି ନହୀନ କରୁଅଛି ନିବେଦନ, ଦୟା କରି ଆଜି ଢାଳି ଦିଅ ପ୍ରଭୁ ତୁମ କରୁଣା ଦାନ, କରୁଣା ଦାନ ଏଥର। ଜୀବନ ଦାତା ଯିଶୁ ଆଜି ଅନ୍ତର ଖୋଲି ଦିଏ, ଆସ ଆଜି ମୋର ଏ ହୃଦୟ ଅନ୍ତର ଖୋଲି ଦିଏ। ଜୀବନ ଦାତା ଯିଶୁ। ପ୍ରଭୁ ଆମେ ନିଜ ନିଜକୁ ନମ୍ର କରୁଛୁ, ଶୂନ୍ୟ କରୁଛୁ, ନିଜକୁ ଭାଙ୍ଗୁଅଛୁ ପ୍ରଭୁ ତୁମର ଚରଣ ତଳେ। ପ୍ରଭୁ ଆମମାନଙ୍କର ଅନ୍ତର ଖୋଲିଅଛୁ। ପ୍ରଭୁ ତୁମେ ଆମମାନଙ୍କର ଜୀବନରେ ତୁମେ କାର୍ଯ୍ୟ କରିବା ପରମେଶ୍ୱର। ଆମମାନଙ୍କର ହୃଦୟ ତୁମର ମନ୍ଦିର ଅଟେ ପ୍ରଭୁ। ସବୁ ସମୟରେ, ସବୁ ପରିସ୍ଥିତିରେ, ସବୁ ଅବସ୍ଥାରେ ତୁମେ ଆମମାନଙ୍କର ସହିତ ରହି ଆମମାନଙ୍କୁ ତୁମେ କଢ଼େଇ ନିଅ। ତୁମେ ମହିମା ପାଅ, ତୁମେ ଗୌରବ ପାଅ। ଉପସ୍ଥିତ ପ୍ରତ୍ୟେକଙ୍କ ଜୀବନ ଦ୍ୱାରା ତୁମେ ମହିମା ପାଇଛ, ଧନ୍ୟବାଦ। ସକଳ ଆଦର, ମହିମା, ଗୌରବ, ପୂଜା, ପ୍ରଶଂସା କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଉତ୍ସର୍ଗ କଲୁ ପିତା, ଆମେନ୍, ଆମେନ୍। ଆମେନ୍, ଆମେନ୍। ଧନ୍ୟବାଦ ସାର୍ ଗସ୍ପେଲ ସିଙ୍ଗଲ ପ୍ରଭୁଙ୍କ ଦାସ ମୁଁ ଧନ୍ୟବାଦ ଦଉଛି। ବହୁତ ସୁନ୍ଦର ଭାବରେ ଆଉ ଆରାଧନା ଉପାସନା ସେ ପରିଚାଳନା କରିଅଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ସକାଳୁ ସକାଳୁ ଉଠି ହାଇ ସ୍ପିଚ୍ ରେ ଗୀତ ଗାନ କରିବା କଷ୍ଟକର ବିଷୟ, କିନ୍ତୁ ପ୍ରଭୁ ତାଙ୍କୁ ସେ ପ୍ରକାର ଟ୍ୟାଲେଣ୍ଟ ଦେଇଛନ୍ତି। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ତା ସହିତ ଲିମ୍ବା ସାରଙ୍କୁ ମଧ୍ୟ ଆମେ ଉତ୍ସାହିତ କରିବା। ଆଉ ବର୍ତ୍ତମାନ ରହିଛି ମୁଖ ନିକଟ ବାକ୍ୟକୁ ଶ୍ରବଣ କରିବା ପାଇଁ ଯିବା। ବାକ୍ୟ ଶୁଣିବା ପୂର୍ବରୁ ଆମମାନଙ୍କର ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଆମମାନଙ୍କର ପଞ୍ଚମ ଗେଟ୍ ଟୁଗେଦର ସଭାପତି ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି। ପ୍ରିୟ ପ୍ରଭୁଙ୍କର ଦାସ ଆଉ ରେଭରେଣ୍ଡ ପ୍ରମୋଦ ପରିଛା ସାରଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ସମ୍ମୁଖକୁ ସ୍ୱାଗତ କରୁଅଛି। ଆଉ ପରିଛା ସାର୍ ସମ୍ମୁଖକୁ ଆସିବେ, ସଂକ୍ଷିପ୍ତ ବିଜ୍ଞାପନ କରିବେ। ଉପସ୍ଥିତ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ଆଉ ମୁଁ ବିଶେଷ ଧନ୍ୟବାଦ ଦେବି ଯେ ପ୍ରଭୁଙ୍କୁ ଆମମାନଙ୍କ ନିକଟରେ ପ୍ରଭୁଙ୍କର ସେବକ ବିଶପ ପାଣି ମହାଶୟ ମଧ୍ୟ ଉପସ୍ଥିତ ଅଛନ୍ତି।
ତାଙ୍କୁ ମଧ୍ୟ ମୁଁ ନମସ୍କାର ଜ୍ଞାପନ କରେ ଏବଂ ଆମମାନଙ୍କର ଗୋସ୍ପେଲ ସିଙ୍ଗର ଆଜି ଅତି ସୁନ୍ଦର ଭାବେ ୱାର୍ସିପ କରିଗଲେ ଯେବେ ଆସନ୍ତି ସମସ୍ତ ହୃଦୟ ସର୍ଷି ୱାର୍ସିପ କରନ୍ତି ଆମର ଲିମା ଆଜ୍ଞାଙ୍କୁ ମଧ୍ୟ ନମସ୍କାର ଦେବି ଆଉ ସେ ଅତି ସୁନ୍ଦର ଭାବେ ୱାର୍ସିପ କରିଦେଲେ ଆଉ ମୋର ବିଜ୍ଞାପନ ଏଠି ଯେ ରିଏଲ ମିନିଷ୍ଟ୍ରି ଗୋଟେ ପ୍ରତି ବର୍ଷ ଏକ ସୁନ୍ଦର ପ୍ରୟାସ ରଖିଛି ଯେ ନୂତନ ସ୍ଥାନରେ ଗେଟ୍ ଟୁଗେଦର କରି ଆଉ ପ୍ରଭୁଙ୍କର ଗୌରବ କରିବା ନିମନ୍ତେ ଆଉ ସେ ପ୍ରକାର ପ୍ରୟାସ ଆମେ ରିଏଲ ମିନିଷ୍ଟ୍ରି ମାଧ୍ୟମରେ ଏବେ 2 ବର୍ଷ ହେଲା ଚାଲି ଆସିଛି ପ୍ରାୟ କହିଲେ ଅତିରିକ୍ତ ରିଏଲ ମିନିଷ୍ଟ୍ରି ମାଧ୍ୟମରେ ଆଉ ଏକ ଅନଲାଇନ ବାଇବଲ କ୍ଲାସ କରି ମଧ୍ୟ ଆମେ ଚେନ୍ନାଇରେ ଗେଟ୍ ଟୁଗେଦର ହେଇଥିଲୁ ରାୟଗଡ଼ାରେ ଗେଟ୍ ଟୁଗେଦର ହେଇଥିଲୁ ବର୍ତ୍ତମାନ ଗତ ବର୍ଷ ଉଟିରେ ମଧ୍ୟ ଗେଟ୍ ଟୁଗେଦର ହେଇଥିଲୁ କିନ୍ତୁ ଏ ବର୍ଷ ଆଉ ଗୋଟେ ସୁନ୍ଦର ପ୍ରୟାସ ରଖିଛନ୍ତି ଯେ ମୁମ୍ବାଇରେ ଗେଟ୍ ଟୁଗେଦର ହେବା ନିମନ୍ତେ ଆଉ ସେଥି ନିମନ୍ତେ ସମସ୍ତେ ପ୍ରାର୍ଥନା ସହିତ ପ୍ରସ୍ତୁତ ହୁଅନ୍ତୁ ଆଉ ଯେ ପ୍ରକାର ଆମେ ସମସ୍ତେ ରିଏଲ ମିନିଷ୍ଟ୍ରି ଯେତେ ପରିବାର ଆମେ ଜୁମ୍ରେ ଯୋଗ ଦଉଛୁ ପ୍ରତ୍ୟେକ ପରିବାର ଯାଇକି ସେଠି ଯାଇ ପହଞ୍ଚି ପାରିବା ଆଉ ଖାଲି ମୁଁ ବାପା ମାନଙ୍କୁ ଅନୁରୋଧ କରୁନି ମା ମାନଙ୍କୁ ମଧ୍ୟ ଅନୁରୋଧ କରୁଛୁ ପରିବାର ସ୍ୱାମୀ ସ୍ତ୍ରୀ ହେଇକି ବାହାରନ୍ତୁ ଆଉ ଯାଇକି ଆମେ ମୁମ୍ବାଇରେ ଗେଟ୍ ଟୁଗେଦର ହେବା ପ୍ରଭୁଙ୍କର ଗୌରବ କରିବା ପ୍ରାର୍ଥନା କରିବା ଆଉ ପ୍ରଭୁଙ୍କର ଏ ପ୍ରକାର ଗୋସ୍ପେଲ ସିଙ୍ଗର ମାନଙ୍କ ଠାରୁ ୱାର୍ସିପ ଶୁଣିବା ଆଉ ଏ ପ୍ରକାର ପ୍ରଭୁଙ୍କର ମହାନ ଦାସ ମାନେ ଯୋଉ ବାକ୍ୟ ନେଇ ଆସୁଛନ୍ତି ସେଇ ଦାସ ମାନଙ୍କୁ ମଧ୍ୟ ସେଇଠି ମଧ୍ୟ ଆଉ ସେମାନେ ବାକ୍ୟ ପ୍ରକାଶ କରିବେ ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି ସମସ୍ତେ ଆସନ୍ତୁ ଖାଲି ଗେଟ୍ ଟୁଗେଦର ସହିତ ନାହିଁ ତା ସହିତ ମଧ୍ୟ କେତେଟା ଦର୍ଶନୀୟ ସ୍ଥାନ ଦେଖିବା ପାଇଁ ମଧ୍ୟ ଆମମାନଙ୍କ ପାଇଁ ଯୋଜନାରେ ଅଛି ଯାହାକି 10-12ଟା ମୁମ୍ବାଇ ସହରର 10-12ଟା ସ୍ଥାନକୁ ସେଠି ବୁଲିବାକୁ ଯିବା ପାଇଁ ରହିଛି ଆଉ ଯେଉଁମାନେ ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ସମସ୍ତେ ଜାଣିଛନ୍ତି ଯେ ଆମେ ସେଥିପାଇଁ ଧାର୍ଯ୍ୟ କରୁଛୁ 4,000 ଟଙ୍କା ଆଉ ଯେଉଁମାନେ ପଠେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦିଏ ଆଉ ଯେଉଁମାନେ ଏ ପର୍ଯ୍ୟନ୍ତ ଆମର ଏ ରିଏଲ ମିନିଷ୍ଟ୍ରି ପରିବାରରୁ ଅନେକ ଲୋକ ଦେଇପାରିନାହାନ୍ତି ସେମାନଙ୍କୁ ଅନୁରୋଧ କରେ ଅତି ଶୀଘ୍ର 1,000 ଟଙ୍କା ଦେଇ ରେଜିଷ୍ଟ୍ରେସନ କରିନିଅନ୍ତୁ ତାପରେ କଣ କାହିଁକି ଆମେ ଏ ପ୍ରୟାସ କରିଛୁ ଯେ ଅଳ୍ପ ଅଳ୍ପ ଦେଇକି ଯେ ପ୍ରକାର ଆମେ ତ ଏକାଥରେ ଦେବାଟା ଆମ ପାଇଁ କଷ୍ଟସାଧ୍ୟ ହେଇପାରେ ତେଣୁ 1,000 କରି 4 ଥର ଦେଲା ବେଳକୁ ଆମର ହେଇଯାଉଛି ଆମକୁ କଷ୍ଟ ଲାଗିବନି ଆଉ ସେ ପ୍ରକାର ଆମମାନଙ୍କ ଜୀବନରେ ଯଦି ସ୍ୱଚ୍ଛଳତା ନାହିଁ ଏଇଟା ହଉଛି ସୁନ୍ଦର ପ୍ରୟାସ ରିଏଲ ମିନିଷ୍ଟ୍ରିର ତେଣୁ ମୁଁ ପ୍ରତ୍ୟେକଙ୍କୁ ଅନୁରୋଧ କରେ ଯେଉଁମାନେ ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଫିସ୍ ପଠେଇ ନାହାନ୍ତି 1,000 ଟଙ୍କା ଅତି ଶୀଘ୍ର ପଠାନ୍ତୁ ଆଉ ସେଥି ନିମନ୍ତେ ପ୍ରାର୍ଥନା କରନ୍ତୁ ନିଜକୁ କେବେ ନିଃସହାୟ ଭାବନ୍ତୁନି ମୋ ଜୀବନରେ ମୁଁ ଅବସର ଏବେ ନେଇଗଲି ଚାକିରିରୁ କିନ୍ତୁ ମୁମ୍ବାଇ ସହର ଯିବି ବୋଲି କେତେ ଥର ଯୋଜନା କରିଛି ଯାଇପାରିନଥିଲି କିନ୍ତୁ ପ୍ରଭୁ ଏଇ ଗୋଟେ ସୁନ୍ଦର ସୁଯୋଗ ରଖିଛନ୍ତି ମୁଁ ଅନେକ ଥର ଚେଷ୍ଟା କରୁଛି ଦିଲ୍ଲୀ ଯିବା ପାଇଁ ମୁମ୍ବାଇ ଯିବା ପାଇଁ କିନ୍ତୁ ଯାଇପାରିନଥିଲି କିନ୍ତୁ ଏଇଟା ଗୋଟେ ପ୍ରଭୁ ଆମ ପାଇଁ ଗୋଟେ ସୁଯୋଗ ରଖିଛନ୍ତି ଯିବା ପାଇଁ ତେଣୁ ଆମେ ଚେଷ୍ଟା କରିବା ପ୍ରାର୍ଥନା କରିବା ପ୍ରଭୁ ନିଶ୍ଚୟ ଆମମାନଙ୍କୁ ସେ ସ୍ଥାନରେ ପହଞ୍ଚେଇବେ ଆଉ ଯେଉଁମାନେ ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଫିସ୍ ପଠେଇ ନାହାନ୍ତି ମୁଁ ଅନୁରୋଧ କରୁଛି ଅତି ଶୀଘ୍ର ପଠାନ୍ତୁ ଆଉ ସେ ଗେଟ୍ ଟୁଗେଦରରେ ସମସ୍ତେ ମିଳିମିଶି ସମସ୍ତଙ୍କର ଉପସ୍ଥିତି ପରସ୍ପର ମଧ୍ୟ ଦେଖା ସାକ୍ଷାତ ପ୍ରଭୁଙ୍କର ଗୌରବ ହବ ଆଉ ସେଇ ଜାଗାରେ ଆମେ ପ୍ରଭୁଙ୍କର ଗୌରବ କରିବା ପ୍ରାର୍ଥନା କରିବା ଆଉ ଅନେକ ସ୍ଥାନ ଦେଖିପାରିବା ଏତିକି ମାତ୍ର ସମସ୍ତଙ୍କୁ ନମସ୍କାର ଆଉ ଧନ୍ୟବାଦ ସାର୍ ପରିଚୟ ସାର୍ ଆପଣ ସୁନ୍ଦର ଭାବରେ ସଂକ୍ଷିପ୍ତ ଭାବରେ ବିଜ୍ଞାପନକୁ ଉପସ୍ଥାପନ କରିଅଛନ୍ତି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆଉ ପରିଚୟ ସାର୍ ଯୋଉ ବିଜ୍ଞାପନ ପ୍ରକାଶ କରିଅଛନ୍ତି ମୁଁ ଆଶା କରି ଆମେ ସମସ୍ତେ ଶୁଣିଛୁ ଏବଂ ବୁଝିଛୁ ମଧ୍ୟ ଆଉ ରେଜିଷ୍ଟ୍ରେସନର ଶେଷ ତାରିଖ ଚଳିତ ମାସ 20 ତାରିଖ ଶେଷ ତାରିଖ ରହିଛି ଯଥାଶୀଘ୍ର ଆମମାନେ ରେଜିଷ୍ଟ୍ରେସନ କରିବା ଆଉ ବମ୍ବେ ସହର 4,000 ଟଙ୍କାରେ ବମ୍ବେ ସହର ବୁଲିକି ଆମମାନେ ଗେଟ୍ ଟୁଗେଦର ପ୍ରୋଗ୍ରାମ କରିକି ଆସିବା ଆମମାନଙ୍କର ସ୍ପିକର ଆଜିର ବକ୍ତା ପ୍ରଭୁଙ୍କର ଅଭିଷିକ୍ତ ଦାସଙ୍କୁ ମଧ୍ୟ ଆମେ ଲେଟର ମାଧ୍ୟମରେ ପରିବାରକୁ ଆମେ ନିମନ୍ତ୍ରଣ କରିବୁ କମିଟି ଆମେ କଥାବାର୍ତ୍ତା କରି ଆଉ ବର୍ତ୍ତମାନ ଆମେ ଈଶ୍ୱରଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ଆମେ ଶ୍ରବଣ କରିବା ଆଉ ବାକ୍ୟ ଶୁଣିବା ପୂର୍ବରୁ ମୁଁ ଗୀତ ସଂହିତା ତାର 119 ଅଧ୍ୟାୟ ତାର 105 ପଦଟି ପଠନ କରିବି ଲେଖା ଅଛି ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ ଏହି ସମୟରେ ପ୍ରଭୁଙ୍କର ଅଭିଷିକ୍ତ ଦାସ ଆମେ ସମସ୍ତଙ୍କର ଅତି ପ୍ରିୟ ପ୍ରଭୁ ତାଙ୍କ ଦାସଙ୍କୁ ମାଇଟି ଭାବରେ ବ୍ୟବହାର କରି ଆସୁଅଛନ୍ତି ଦେଶ ବିଦେଶରେ ଆଜି ଆମମାନେ ତାଙ୍କୁ ପାଇ ବହୁତ ଖୁସି ବ୍ୟସ୍ତବହୁଳ ସମୟ ମଧ୍ୟରେ ମଧ୍ୟ ଆମମାନଙ୍କୁ ସମୟ ଦେଇଅଛନ୍ତି ଆଉ ସେ କେହି ନୁହନ୍ତି ଆମେ ସମସ୍ତଙ୍କର ଅତି ପ୍ରିୟ ପ୍ରଭୁଙ୍କର ଅଭିଷିକ୍ତ ଦାସ ବିଶପ
ବିଶ୍ୱଜିତ ପାଣି ସାର୍ ଆମମାନଙ୍କ ମଧ୍ୟରେ ଅଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରଭୁଙ୍କର ଦାସଙ୍କୁ ମୁଁ ସ୍ୱାଗତ କରି ଆହ୍ୱାନ କରି ପ୍ରଭୁଙ୍କ ଦାସ ସମ୍ମୁଖକୁ ଆସିବେ, ପ୍ରଭୁଙ୍କର ସେ ମୁଖ ନିର୍ଗତ ଜୀବନ୍ତ ବାକ୍ୟକୁ ପ୍ରକାଶ କରିବେ। ଯେତେବେଳେ ପାଣି ସାର୍ ଆସୁଅଛନ୍ତି, ଆମମାନେ ଏକ ଉଚ୍ଚ କରତାଳ ଦେଇ ପ୍ରଭୁଙ୍କ ଦାସଙ୍କୁ ଆମମାନେ ସ୍ୱାଗତ କରିବା। ଆଉ ଓଭର ଟୁ ପାଣି ସାର୍। ସାର୍ ଆପଣ କଣ୍ଟିନ୍ୟୁ କରନ୍ତୁ ସାର୍। ଆଜିର ଏହି ପ୍ରାତ ରବିବାର ଉପାସନାରେ ଯୋଉ ମାଧ୍ୟମରେ ରିଏଲ ମିନିଷ୍ଟ୍ରି ତରଫରୁ ଆପଣମାନଙ୍କର ସମ୍ମୁଖରେ ଆସିବାର ଯୋଉ ସୁନ୍ଦର ସୁଯୋଗ ପାଇଛି, ତେଣୁ ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଧନ୍ୟବାଦ ଦଉଛି ଆମମାନଙ୍କର ରିଏଲ ମିନିଷ୍ଟ୍ରିର ଉଦ୍ୟୋକ୍ତା ବା ପ୍ରତିଷ୍ଠାତା ଆମମାନଙ୍କର ଭ୍ରାତା ରେଭରେଣ୍ଡ ପିଟର କରଙ୍କୁ। ସେ ମତେ ଗତକାଲି କହିଲେ ଯେ ଆପଣ ବାକ୍ୟ ଦିଅନ୍ତୁ। ତେବେ 5ଟା ବେଳେ ଉଠିକି ବାକ୍ୟ ଦବାର ଅର୍ଥ ବହୁତ ପୂର୍ବରୁ ନିଦ ଭାଙ୍ଗିଯାଏ। ତଥାପି ଯେଉଁମାନେ ସକାଳେ ଉଠନ୍ତି, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନେ ବିଶେଷ ଧନ୍ୟ। ଆଉ ମୁଁ ଆଜି ଏ ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆପଣମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦଉଛି। ମୁଁ ସିନା ଆଜି ଗୋଟିଏ ଦିନ ଏର୍ଲି ଉଠିଲି, କିନ୍ତୁ ଆପଣମାନେ ନିୟମିତ ରିଏଲ ମିନିଷ୍ଟ୍ରି ମାଧ୍ୟମରେ ଦେଶ ପାଇଁ ପ୍ରାର୍ଥନା କରୁଛନ୍ତି, ମଣ୍ଡଳୀ ମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି, ସାରା ବିଶ୍ୱ ପାଇଁ ପ୍ରାର୍ଥନା କରୁଛନ୍ତି। ତେଣୁ ପ୍ରଭୁ ଆପଣମାନଙ୍କୁ ବିଶେଷ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଭାବୁଛି ଆପଣମାନେ ମୋର କଥା ଶୁଣି ପାରୁଛନ୍ତି। ଆଜି ଆମମାନେ ପ୍ରଭୁଙ୍କ ବାକ୍ୟରୁ ଅଳ୍ପ ସମୟ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରିବା। ଆଉ ତା ଆପଣମାନେ ପାଇବେ ଗୀତ ସଂହିତା ତାର 91 ପର୍ବ 15 ଆଉ 16 ପଦ। ମୁଁ ଅନୁରୋଧ କରିବି ଆମମାନଙ୍କର ପିଟର ଭାଇକୁ ମତେ ସେୟାର କରିବା ପାଇଁ ଆଲାଉ କରିବେ। ମୋ ପାଖରେ ପାୱାର ପଏଣ୍ଟ ଅଛି, ଆଉ ପାୱାର ପଏଣ୍ଟ ଆପଣମାନେ ଦେଖିଲେ ଟିକେ ସୁବିଧା ହବ ବାକ୍ୟ ପଢିବା ପାଇଁ, ବାକ୍ୟର ରେଫରେନ୍ସ ଲେଖିବା ପାଇଁ। ତେଣୁ ଯଦି ସେୟାର କରିବା ପାଇଁ ମତେ ଆଲାଉ କରନ୍ତି ତାହେଲେ ସୁବିଧା ହବ। ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମ୍ଭେ ତାହାକୁ ଉତ୍ତର ଦେବା। ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା। ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା। ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। ଆମେନ୍। ଆମେନ୍ ଆମେନ୍। ଆଉ ଏଇଠି ଅତି ସୁନ୍ଦର କଥା ଲେଖା ହେଇଛି। ଗୀତ ସଂହିତା ତାର ଆପଣମାନେ 91 ପର୍ବ ଅନେକ ଥର ପଢିଥିବେ। ଆଉ ସେଇଟା ମୁଁ ଟିକେ ସେୟାର କରିବା ପାଇଁ ଚେଷ୍ଟା କରୁଛି ସମୟ। ମୁଁ ଭାବୁଛି ଆପଣମାନେ ଦେଖିପାରୁଛନ୍ତି। ଆଜିର ପ୍ରସଙ୍ଗ
ଅତି ସୁନ୍ଦର ପ୍ରସଙ୍ଗ। ମତେ ଏଇ ପ୍ରସଙ୍ଗକୁ ମୁଁ ଯେତେବେଳେ ତିଆରି କଲି ମୁଁ ବହୁତ ଉତ୍ସାହିତ ହେଲି। ତେଣୁ ମୁଁ ଭାବୁଛି ଆଜି ଆମମାନଙ୍କୁ ପ୍ରଭୁ ନିଶ୍ଚୟ ଏ ବାକ୍ୟ ଦ୍ୱାରା କଥା କହିବେ। ଏ ପ୍ରସଙ୍ଗର ଟାଇଟେଲ ହଉଛି ସକାରାତ୍ମକ ପ୍ରାର୍ଥନାର ଶକ୍ତି ଓ ଲାଭ ସମୂହ ବା ପୁରସ୍କାର ସମୂହ। ଦ ରିୱାର୍ଡ ଅଫ ପଜିଟିଭ, ଦ ପାୱାର ଆଣ୍ଡ ରିୱାର୍ଡସ ଅଫ ପଜିଟିଭ ପ୍ରେୟର। ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ, ଆଉ ବେଳେ ବେଳେ ଆମେ ନେଗେଟିଭ ପ୍ରାର୍ଥନା କରୁ। ସମସ୍ତେ ଆମେ ସମସ୍ତେ ବେଳେ ବେଳେ ନେଗେଟିଭ ପ୍ରାର୍ଥନା କରୁ, ନକାରାତ୍ମକ ପ୍ରାର୍ଥନା କରୁ। ଆଉ କିନ୍ତୁ ପ୍ରଭୁଙ୍କ ବାକ୍ୟରେ ଲେଖାଯାଏ ଯେ ସକାରାତ୍ମକ ପ୍ରାର୍ଥନାରେ କେତେ ଶକ୍ତି ଅଛି ଆଉ ପୁରସ୍କାର ସବୁ ଅଛି, ଲାଭ ସବୁ ଅଛି। ତେଣୁ ନେଗେଟିଭ ପ୍ରେୟର କେମିତି ନା, ଜେବଦୀଙ୍କର ଦିଟା ପୁଅ ଯାକୁବ ଆଉ ଯୋହନ, ଆଉ ଜେବଦୀଙ୍କର ଭାର୍ଯ୍ୟା ଯାକୁବ ଆଉ ଯୋହନଙ୍କ ମା ଯୀଶୁଙ୍କ କତିକୁ ଗଲେ ଏବଂ କହିଲେ, ଆଉ ପ୍ରଭୁ ଆପଣ ଯେତେବେଳେ ଆସିବେ, ଆପଣ ଯେତେବେଳେ ରାଜ୍ୟ କରିବେ, ଆଉ ମୋର ଗୋଟିଏ ଅନୁରୋଧ, ମୋର ଗୋଟିଏ ପୁଅକୁ ବାଁ ପଟେ ଆଉ ଗୋଟିଏ ପୁଅକୁ ଡାହାଣ ପଟେ ବସିବା ପାଇଁ ଆପଣ ସେଇ ସୁଯୋଗ ଦିଅନ୍ତୁ, ସେଇ ଆଶୀର୍ବାଦ କରନ୍ତୁ। ଆଉ ପ୍ରଭୁ ଯୀଶୁ କହିଲେ ଯେ ମୋର ବାଁ ପଟେ ଆଉ ଡାହାଣ ପଟେ ବସିବାର ଯୋଉ ପ୍ରାର୍ଥନା ତୁମେ କରୁଛ, ସେଇ ସୁଯୋଗଟା ମୋ ହାତରେ ନାହିଁ, ଇଟ୍ ବିଲଙ୍ଗସ୍ ଟୁ ଗଡ୍। ଏହା ପ୍ରଭୁଙ୍କ ହାତରେ, ଏହା ପିତାଙ୍କର ହାତରେ। ତେଣୁ କହିବାକୁ ଗଲେ ଦ୍ୟାଟ୍ କ୍ୟାନ୍ ବି ଟର୍ମ ଏଜ୍ ଏ ନେଗେଟିଭ ପ୍ରେୟର। ତାକୁ ଆମେ ନେଗେଟିଭ ପ୍ରାର୍ଥନା ବୋଲି କହିପାରିବା, କାରଣ ସେ ତାର ଉତ୍ତର ପାଇଲେ ନାହିଁ ଏବଂ ପ୍ରଭୁ ମଧ୍ୟ ତାକୁ କହିଲେ ଇଟ୍ ଇଜ ନଟ୍ ପସିବଲ। କିନ୍ତୁ ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ, 14 ପଦରେ ଲେଖା ହଉଛି, 14 ପଦରେ, ସେ ଆମ୍ଭ ଉପରେ ଆପଣ ସ୍ନେହ ରଖିଅଛି, ଯେହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା। ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। ପ୍ରଭୁଙ୍କ ନିକଟରେ ଯେତେବେଳେ ଆମେ ପ୍ରାର୍ଥନା କରୁ, ପ୍ରଭୁଙ୍କ ଉପରେ ଯେତେବେଳେ ଆମମାନଙ୍କର ସ୍ନେହ ରଖୁ, ଆଉ ସେ ଦିଟା କାର୍ଯ୍ୟ କରନ୍ତି। ସେ କହନ୍ତି ଆମେ ତାକୁ ଉଦ୍ଧାର କରିବା ଏବଂ ଆମେ ତାକୁ ଉଚ୍ଚରେ ରଖିବା। I will keep him on high। ତେଣୁ କେବଳ ଆମକୁ ସେ ଉଚ୍ଚରେ ରଖନ୍ତି ନାହିଁ, କିନ୍ତୁ ଆମର ପ୍ରାର୍ଥନାକୁ ମଧ୍ୟ ପ୍ରଭୁ ଉନ୍ନତ କରିବା ପାଇଁ, ଉପରକୁ ନେବା ପାଇଁ ସେ ଚାହାନ୍ତି ଏବଂ ଆମର ପ୍ରାର୍ଥନାକୁ ଏକ ନୂତନ ଶକ୍ତି ଆଉ ନୂତନ ପ୍ରଭାବ ସେ ଦେବା ପାଇଁ ଚାହାନ୍ତି। ତେଣୁ ଏଇ 15 ଆଉ 16 ପଦରେ ଆମେ ଚେଷ୍ଟା କରିବା 7ଟି ଆଶୀର୍ବାଦ, ସକାରାତ୍ମକ ପ୍ରାର୍ଥନାର ଆଶୀର୍ବାଦ ଗୁଡିକ ଦେଖିବା। ଏବେ ଆଜିର କାର୍ଯ୍ୟକ୍ରମରେ ମୁଁ ଏବଂ ମୋର ସହଧର୍ମିଣୀ ଆମେ ଆପଣମାନଙ୍କୁ ବିଶେଷ ଧନ୍ୟବାଦ ଦଉଛୁ। ବମ୍ବେ ସହର ଆପଣମାନଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ ହଉ, ଆଉ ଆପଣମାନଙ୍କ ଯୋଉ ସୁନ୍ଦର ପ୍ରୟାସ ସେଇଥିପାଇଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦଉଛି। ଏଇଟା ମୋର ଏବଂ ମୋର ସହଧର୍ମିଣୀର ଫଟୋ। ଆମେ ମିଶିକି ଯେତେବେଳେ ମୁଁ ବାହା ହେଲି, ବାହା ହେଲା ପରେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ ମୁଁ ଗୋଟେ ଛୋଟିଆ ଅନୁଷ୍ଠାନଟାକୁ ତିଆରି କଲି। ତାକୁ କୁହାଯାଏ ଏସୋସିଏସନ ଅଫ ଗୁଡ୍ ଶେଫର୍ଡ ମିଶନ। ଆଉ ଆମର ଏକ ବିଶେଷ ଦର୍ଶନ ଅଛି, 2033 ସୁଦ୍ଧା ଆମେ 500ଟି ମଣ୍ଡଳୀ ସ୍ଥାପନ କରିବୁ। ସେଣୁ ଆପଣମାନେ ଆମ ପାଇଁ ମଧ୍ୟ ପ୍ରାର୍ଥନା କରୁଥିବେ। ଏ ପ୍ରକାର ସମସ୍ତ ପ୍ରକାର ପରିସ୍ଥିତିରେ ପ୍ରଭୁ ଆମମାନଙ୍କୁ ବିଶେଷ କରି ଆଶୀର୍ବାଦ କରିବେ, ଆଉ ତାଙ୍କର ମଣ୍ଡଳୀର କାର୍ଯ୍ୟ, ମଣ୍ଡଳୀ ସ୍ଥାପନର କାର୍ଯ୍ୟ ସେ କରିବେ। ମୁଁ ମଧ୍ୟ ବିଶେଷ ଧନ୍ୟବାଦ ଦଉଛି ଏଇ ସମୟରେ ଆମମାନଙ୍କର ରାଜେଶ ଭାଇଙ୍କୁ। ମତେ ଟିକେ ନିଦ ଲାଗୁଥିଲା, କିନ୍ତୁ ତାଙ୍କ ଗୀତ ହେ ଅବ୍ରାହମଙ୍କର ଈଶ୍ୱର, ଇସାହାକଙ୍କର ଈଶ୍ୱର, ଯାକୁବର ଈଶ୍ୱର, ତୁମେ ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ ଈଶ୍ୱର, ଉଦ୍ଧାରକର୍ତ୍ତା ଈଶ୍ୱର, ଆଉ
ତୁମେ ଆମମାନଙ୍କର ପ୍ରାର୍ଥନା ଶୁଣିଛ। God is a God of Abraham, Isaac and Jacob. କଣ ତାର ଅର୍ଥ କଣ? ଅବ୍ରାହମ ବିଶ୍ୱାସର ଆଦି ପିତା ଥିଲେ, ବହୁତ ମହାନ ଲୋକ। କହିବାକୁ ଗଲେ ଅବ୍ରାହମକୁ ଇସ୍ରାଏଲ ଲୋକମାନେ କହନ୍ତି ଅବ୍ରାହମ ହଉଛନ୍ତି ଆମର ପିତା। ଖ୍ରୀଷ୍ଟିଆନ ମାନେ ମଧ୍ୟ କହନ୍ତି ଅବ୍ରାହମଙ୍କ ଦ୍ୱାରା ଆମମାନେ ଆଶୀର୍ବାଦ ପାଇଥିବା ହେତୁ ସେ ଆମମାନଙ୍କର ବିଶ୍ୱାସର ଆଦି ପିତା। ଏପରିକି ଆଉ ମୁସଲମାନ ମାନେ ମଧ୍ୟ କହନ୍ତି ଇବ୍ରାହିମ ଇଜ ବିଲଙ୍ଗ ଟୁ ଆସ୍, ଅବ୍ରାହମ ଆମର ଅଟନ୍ତି। ତ ସେ ଜଣେ ଏଇ ପ୍ରକାର ମହାନ ବ୍ୟକ୍ତି ହେଲେ ଯିଏକି ସମଗ୍ର ପୃଥିବୀ ନିମନ୍ତେ ଆଶୀର୍ବାଦର କାରଣ। ଇସାହାକ କିନ୍ତୁ ଆଉ ଜାକୁବଙ୍କ ଜୀବନକୁ ଯେତେବେଳେ ଦେଖୁ, ଜାକୁବ ମଧ୍ୟ ଏକ ମହାନ ବ୍ୟକ୍ତି ହେଲେ, ଇସାହାକଙ୍କର ପୁଅ। କିନ୍ତୁ ସେ ଈଶ୍ୱରଙ୍କ ସହିତ ମଲ୍ଲ ଯୁଦ୍ଧ କଲେ ବୋଲି ଆଦି ପୁସ୍ତକ 32 ପର୍ବରେ ଲେଖାଯାଉଛି। ତେଣୁ ସେ ମଧ୍ୟ ଜଣେ ମହାନ ବ୍ୟକ୍ତି, କାରଣ ତାଙ୍କର 12ଟି ପୁତ୍ର। କିନ୍ତୁ ଆମେ ଯେତେବେଳେ ଇସାହାକଙ୍କ କଥା ଦେଖୁ, ଇସାହାକ ଅବ୍ରାହମଙ୍କ ଭଳିଆ ବଡ ନଥିଲେ, କିନ୍ତୁ ଜାକୁବଙ୍କ ଭଳିଆ ମଧ୍ୟ ଫେମସ ଲୋକ ନଥିଲେ। କିନ୍ତୁ ପ୍ରଭୁ ହଉଛନ୍ତି ସେ ଇସାହାକଙ୍କର ଈଶ୍ୱର। ତ ମୋର କହିବାର ତାତ୍ପର୍ଯ୍ୟ ହଉଛି God is God of everyone. ସେ ମହାନ ଲୋକଙ୍କର ଈଶ୍ୱର, ସେ ଜାକୁବ ଭଳି ଠକ ଲୋକର ଈଶ୍ୱର, ଏବଂ ଇସାହାକଙ୍କ ପରି ସେ ସାଧାରଣ ଲୋକର ମଧ୍ୟ ଈଶ୍ୱର। କିନ୍ତୁ ଗୋଟିଏ କଥା ଆମେ ପ୍ରଭୁଙ୍କ ବାକ୍ୟରେ ଦେଖୁଛୁ, ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ, ସେ ଆମମାନଙ୍କୁ କଣ କରନ୍ତି? ଆମମାନଙ୍କର ପ୍ରାର୍ଥନାକୁ ମଧ୍ୟ ଏକ ନୂତନ ସ୍ତରକୁ ନିଅନ୍ତି, ନୂତନ ସ୍ତରକୁ ଉନ୍ନତ କରନ୍ତି। ତେଣୁ ଆଜି ଆମେ ଦେଖିବା 7ଟି ଆଶୀର୍ବାଦ। କଣ ସେ ଆଶୀର୍ବାଦ? ସକାରାତ୍ମକ ପ୍ରାର୍ଥନାରେ ସର୍ବଦା ପ୍ରଭୁଙ୍କର ଉତ୍ତର ପ୍ରାପ୍ତି ଥାଏ। ସେଥିପାଇଁ 15ର କରେ ଲେଖା ହଉଛି, ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମ୍ଭେ ତାହାକୁ ଉତ୍ତର ଦେବା। I will answer him. ସେ ଆମ୍ଭ ନିକଟରେ ଯେତେବେଳେ ପ୍ରାର୍ଥନା କରିବ, ଆମ୍ଭେ ତାହାକୁ କଣ କରିବା? ନା ଉତ୍ତର ଦେବା। ଆମ୍ଭେ ତାହାକୁ ଉତ୍ତର ଦେବା। ତେବେ ପ୍ରଭୁ ଆମମାନଙ୍କୁ ଉତ୍ତର 5 ପ୍ରକାର ଦେଇପାରନ୍ତି। ଧୀରେ ଧୀରେ ଯିବା, ମନ ଦେଇ ଶୁଣିବା। ପ୍ରଭୁ ଆମମାନଙ୍କର ପ୍ରାର୍ଥନା 5 ପ୍ରକାର ଦେଇପାରନ୍ତି। ପ୍ରଥମ ବିଷୟ ହେଲା, ବେଳେ ବେଳେ ସେ ଆମର ପ୍ରାର୍ଥନାର ଉତ୍ତର ସ୍ଥଗିତ କରନ୍ତି। He can withhold our prayer. ଗେତ୍ସେମନୀ ଉଦ୍ୟାନରେ ମାଥ୍ୟୁ 26, 39, 42 ଆଉ 44 ପଦରେ ଆମେ ଦେଖୁ ଯେ ପ୍ରଭୁ ଯୀଶୁ ଯେତେବେଳେ ସେଇ ପାପର ପିଆଲାକୁ ଦେଖୁଛନ୍ତି, ଯୋଉ କୃଷ୍ଣ ମୃତ୍ୟୁ ଭୋଗ କରିବେ ତାର ବୋଝକୁ ସେ ଦେଖୁଛନ୍ତି, ଆଉ ତାଙ୍କର ଶରୀରରୁ ଝାଳ ଘନ ରକ୍ତ ପରି ପଡିବାକୁ ଲାଗିଲା ବୋଲି କୁହାଯାଏ। ସେ ପିତର ଜାକୁବ ଜୋହନଙ୍କ ସାଙ୍ଗରେ ମିଶିକି ପ୍ରାର୍ଥନା କଲେ। ତାପରେ ଆଉ ଟିକେ ଆଗକୁ ଗଲେ, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ, କହିଲେ ପ୍ରଭୁ ଯଦି ତୁମର ଇଚ୍ଛା ହୁଏ ଏ ପାନ ପାତ୍ର ତୁମେ ଦୂର କର। ପୁଣି ପିତର ଜାକୁବ ଜୋହନକୁ ଛାଡିକି ଆଉ ଟିକେ ଆଗକୁ ଗଲେ 44 ପଦରେ, ଏବଂ ସେ ପୁଣି କହୁଛନ୍ତି ପ୍ରଭୁ ତୁମର ଯଦି ଇଚ୍ଛା ଥାଏ ତାହେଲେ ମୋର ଏଇ ପାନ ପାତ୍ର ଦୂର କର, କିନ୍ତୁ ମୋର ଇଚ୍ଛା ନୁହେଁ କିନ୍ତୁ ତୁମର ଇଚ୍ଛା। ଆମେ ଜାଣୁ God did not answer the prayer. ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରଭୁ ସେ ପ୍ରାର୍ଥନାର ଉତ୍ତର ଦେଲେ, କିନ୍ତୁ ତାକୁ ସେ ସ୍ଥଗିତ କଲେ, ୱିଥହୋଲ୍ଡ କଲେ, ତାକୁ ଟିକେ ଅଟକେଇ ଦେଲେ।
ଆଉ ବେଳେ ବେଳେ ଆମେ ମଧ୍ୟ ଯେତେବେଳେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ, ପ୍ରଭୁଙ୍କୁ ଯେତେବେଳେ ମାନେ କହୁ ପ୍ରଭୁ ମୋର ଇଚ୍ଛା ନୁହେଁ କିନ୍ତୁ ତୁମର ଇଚ୍ଛା, ଆଉ ତାହା ହଉଛି ବାସ୍ତବ ହୃଦୟର ଏକ ପ୍ରାର୍ଥନା, ଏକ ପ୍ରଭୁଙ୍କ ଦାସ ଦାସୀ ମାନଙ୍କର ପ୍ରାର୍ଥନା ଯେ ପ୍ରଭୁ ମୋର ଇଚ୍ଛା ନୁହେଁ ତୁମର ଇଚ୍ଛା। ଆଉ ଦ୍ୱିତୀୟ କଥା ହଉଛି ଆମେ ଦେଖିବା ଆଉ ଗୋଟେ ପ୍ରକାର ପ୍ରଭୁ ପ୍ରାର୍ଥନା କରନ୍ତି, ଉତ୍ତର ଦିଅନ୍ତି, ତାହା ହେଲା ଯେ ଆମେ ମାଗିବା ଠାରୁ ଅଧିକ ଦିଅନ୍ତି। ପ୍ରାର୍ଥନା ଯେତେବେଳେ ମାନେ କରୁ, ସେ ପ୍ରଥମ ହଉଛି ହୁଏତ ସ୍ଥଗିତ ରଖିପାରନ୍ତି, କିନ୍ତୁ ପ୍ରାର୍ଥନାର ସେ ସକାରାତ୍ମକ ପ୍ରାର୍ଥନାର ଉତ୍ତର ଆମେ ମାଗିବା ଠାରୁ ଅଧିକ ଦିଅନ୍ତି। ପ୍ରଥମ ରାଜାବଳୀ 3 ପର୍ବ 7ରୁ 14 ପଦ ଯଦି କିଏ ପଢିବେ ଦୟାକରି ପଢି ଦିଅନ୍ତୁ। କିଏ ପଢୁଛନ୍ତି କି? ଆଜ୍ଞା, ପ୍ରଥମ ରାଜାବଳୀ 3 7ରୁ 14 ବହୁତ ଲମ୍ବା, କିନ୍ତୁ ଯଦି ପଢିପାରିବେ ପଢନ୍ତୁ, ଯଦି ତହୁଁ ନାହିଁ ସେ ଯାଇ ଜିହୁଦାର ରାଜା ଜିଓସାଫେଟଙ୍କ ନିକଟକୁ ଲୋକ ପଠାଇ କହିଲେ, ମୋଆବର ରାଜା ମୋ ବିରୁଦ୍ଧରେ ଦୋହାରଚରଣ କରୁଅଛନ୍ତି। ତୁମ୍ଭେ କଣ ମୋଆବ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ମୋ ସଙ୍ଗେ ଯିବ? ତହୁଁ ସେ କହିଲେ, ଆଚ୍ଛା ମୁଁ ଆଚ୍ଛା ଯିବି। ଭଉଣୀ ଭଉଣୀ ଟିକେ ସେଇଟା ଟିକେ ନାଇଁ, ଟିକେ ସେଇଟା ନାଇଁ, ସେଇଟା ବୋଧେ ଦ୍ୱିତୀୟ ଏବେ ରାଜା। ଏବେ ହେ ସଦାପ୍ରଭୁ ମୋହର ପରମେଶ୍ୱର, ତୁମ୍ଭେ ମୋ ପିତା ଦାଉଦଙ୍କ ପଦରେ ଆପଣାର ଏହି ଦାସକୁ ରାଜା କରିଅଛ, ମାତ୍ର ମୁଁ ତ କ୍ଷୁଦ୍ର ବାଳକ, କି ରୂପେ କାହା ବାହାରକୁ ଯିବାକୁ ଓ ଭିତରକୁ ଆସିବାକୁ ହୁଏ ଏହା ମୁଁ ତ ଜାଣେ ନାହିଁ। ଆଉ ତୁମ୍ଭର ଦାସ ତୁମ୍ଭ ମନୋନୀତ ଲୋକମାନଙ୍କ ମଧ୍ୟରେ ଅଛି, ଆଉ ସେମାନେ ବାହୁଲ୍ୟ ହେତୁରୁ ଅଗଣ୍ୟ ଓ ଅସଂଖ୍ୟ ଏକ ମହାଗୋଷ୍ଠୀ ଅଟନ୍ତି। ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣିପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ, କାରଣ ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ? ସଲୋମନ ଯେ ଏହି ବିଷୟ ମାଗିଲେ, ଏହି କଥାରେ ପ୍ରଭୁ ସନ୍ତୁଷ୍ଟ ହେଲେ। ଏଥିରେ ପରମେଶ୍ୱର ତାହାଙ୍କୁ କହିଲେ, ତୁମ୍ଭେ ଏହି ବିଷୟ ମାଗିଅଛ, ପୁଣି ଆପଣା ନିମନ୍ତେ ଦୀର୍ଘାୟୁ ମାଗିନାହଁ, କିଏ ବା ଆପଣା ନିମନ୍ତେ ଐଶ୍ୱର୍ଯ୍ୟ ମାଗିନାହଁ, ଅଥବା ଆପଣା ଶତ୍ରୁମାନଙ୍କ ପ୍ରାଣ ମାଗିନାହଁ, ମାତ୍ର ବିଚାର କରିବା ପାଇଁ ଆପଣା ନିମନ୍ତେ ଜ୍ଞାନ ମାଗିଅଛ। ଆଉ ଏ ହେତୁ ଦେଖ, ଆମ୍ଭେ ତୁମ୍ଭ ବାକ୍ୟାନୁସାରେ କଲୁ। ଦେଖ, ଆମ୍ଭେ ତୁମ୍ଭକୁ ଏପରି ଜ୍ଞାନ ଓ ବୁଦ୍ଧି ବିଶିଷ୍ଟ ମନ ଦେଲୁ, ଯେ ତୁମ୍ଭ ପୂର୍ବେ ତୁମ୍ଭ ସମାନ କେହି ହୋଇନାହିଁ, କିଏ ବା ତୁମ୍ଭ ଉତ୍ତରେ ତୁମ୍ଭ ସମାନ କେହି ଉତ୍ପନ୍ନ ହେବେ ନାହିଁ। ଆହୁରି ତୁମ୍ଭେ ଯେଉଁ ଆଶ୍ଚର୍ଯ୍ୟ ଓ ପ୍ରତାପ ମାଗିନାହଁ, ସେହି ଦୁଇ ମଧ୍ୟ ଆମ୍ଭେ ତୁମ୍ଭକୁ ଏପରି ଦେଲୁ, ଯେ ତୁମ୍ଭର ଯାବଜ୍ଜୀବନ ରାଜାମାନଙ୍କ ମଧ୍ୟରେ କେହି ତୁମ୍ଭ ସମାନ ହେବ ନାହିଁ। ପୁଣି ଥ୍ୟାଙ୍କ ୟୁ, ବହୁତ ଧନ୍ୟବାଦ। ଆଉ ଏଇ କାହାଣୀଟି ବା ଏଇ ବିଷୟଟି ଆମେ ଅନେକ ଥର ପଢିଥିବା, କିନ୍ତୁ ଏଇଥିରେ ସୋଲୋମନ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ କହୁଛନ୍ତି ଆଉ ସଲୋମନ, ଆମେ ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ହେବୁ, କାରଣ ତୁମେ ଯୋଉ ପ୍ରାର୍ଥନା କଲ, ତୁମ ନିମନ୍ତେ ତୁମେ ଦୀର୍ଘାୟୁ ମାଗିନାହଁ, ତୁମ ନିମନ୍ତେ ତୁମେ ଐଶ୍ୱର୍ଯ୍ୟ ମାଗିନାହଁ, ବା ତୁମ ନିମନ୍ତେ ତୁମେ ଆଉ ତୁମର ଶତ୍ରୁ ମାନଙ୍କର ପ୍ରାଣ ମାଗିନାହଁ, କିନ୍ତୁ ତୁମେ ଏଇ ଲୋକମାନଙ୍କୁ ବିଚାର କରିବା ପାଇଁ, ଏ ଲୋକମାନଙ୍କୁ ସେବା ଦେବା ନିମନ୍ତେ ତୁମେ ଉତ୍ତମ ସୁବିବେଚନା ମାଗିଅଛ। ତେଣୁ ଆମେ ତୁମକୁ କଣ ଦେବା? ତୁମକୁ ଏପରି ଜ୍ଞାନ ଦେବା ଯେ ତୁମ ପୂର୍ବରୁ ବା ତୁମ ପରେ ଆଉ ସେଇପରି ଜ୍ଞାନୀ କେହି ହେବେ ନାହିଁ। ତା ସହିତ ତୁମକୁ କଣ ଦେବା? ତୁମକୁ ସମ୍ମାନ ଦେବା, ତୁମକୁ ଐଶ୍ୱର୍ଯ୍ୟ ଦେବା, ଏବଂ ତୁମକୁ ସବୁ ଆଶୀର୍ବାଦ କରିବ। ତେଣୁ ବେଳେ ବେଳେ ଯେତେବେଳେ ମାନେ ପଜିଟିଭ ପ୍ରୟୋଗ କରୁ, ଯେତେବେଳେ ମାନେ ସକାରାତ୍ମକ ପ୍ରାର୍ଥନା କରୁ, ପ୍ରଭୁଙ୍କର ଦୃଷ୍ଟିରେ ସନ୍ତୁଷ୍ଟି ପ୍ରାର୍ଥନା କରୁ, ସେ ଆମମାନଙ୍କୁ କଣ କରନ୍ତି? ଆମେ ମାଗିବା ଠାରୁ ଅଧିକ ଦିଅନ୍ତି।
ତୃତୀୟ କଥା, ପ୍ରଭୁଙ୍କର ପ୍ରାର୍ଥନାର ଉତ୍ତରରେ ସେ ଆମେ ମାଗିବା ଠାରୁ ଭିନ୍ନ ବିଷୟ ମଧ୍ୟ ଦେଇପାରନ୍ତି। ଦ୍ୱିତୀୟ କରନ୍ତି ତାର 12 ପର୍ବ 8 ଆଉ 9 ପଦରେ ତାହା ଲେଖାଯାଏ। ସେଇଠି ଆମେ ଦେଖୁ ଯେ ପାଉଲ ତାଙ୍କ ନିକଟରେ ପ୍ରାର୍ଥନା କଲେ ପ୍ରଭୁଙ୍କ ନିକଟରେ, ଆଉ ତାଙ୍କର ଶାରୀରିକ ଅସୁସ୍ଥତା ଥିଲା, କିନ୍ତୁ ପ୍ରଭୁ କହିଲେ ତୁମର ଅସୁସ୍ଥତାକୁ ମାନେ ହିଲିଂ ଦେବା ନାହିଁ, ସୁସ୍ଥତା ଦେବା ନାହିଁ, କିନ୍ତୁ ତୁମର ଅସୁସ୍ଥତା ମଧ୍ୟରେ ଆମର ଅନୁଗ୍ରହ ଦେବା, ଆଉ ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ ହବ। My grace is sufficient to you। ତେଣୁ ଆମେ ଏଇଠି ଦେଖୁ ଯେ ପାଉଲ କୁହନ୍ତି ଯେ ମୁଁ ତାହାଙ୍କର ଅନୁଗ୍ରହରେ ଦର୍ପ କରିବି। ବେଳେ ବେଳେ ଆମ ଜୀବନରେ ମଧ୍ୟ ଆମେ ଯାହା ଚାହୁଁ ଆଉ ତାର ଉତ୍ତର ସେ ଆମମାନଙ୍କୁ କଣ ଦିଅନ୍ତି ନା ମାଗିବା ଠାରୁ ଭିନ୍ନ ବିଷୟ ଦିଅନ୍ତି। ଆଉ ସେଥିରେ ଆମେ ବୁଝିବାକୁ ହବ ଯେ ପ୍ରଭୁ କି ପ୍ରକାର ଆମମାନଙ୍କୁ ଅନୁରୋଧ ଅପେକ୍ଷା ତାଙ୍କ ଯୋଜନାରେ ସେ ଆମମାନଙ୍କୁ ଦିଅନ୍ତି। ଚତୁର୍ଥ ବିଷୟ ଆମେ ଦେଖୁ ସେ ପ୍ରଭୁ ତାଙ୍କର ଜ୍ଞାତସାରରେ ବିଳମ୍ବ କରନ୍ତି ଏବଂ ତାଙ୍କ ସମୟକୁ ସେ ଅପେକ୍ଷା କରିବାକୁ ଆପଣଙ୍କୁ କୁହନ୍ତି। କିଏ ଜଣେ ଦୟାକରି ପଢନ୍ତୁ ହବକୁକ 1:2 ପଦ। ହବକୁକ 1:2 ପଦ। ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି ଆଉ ତୁମ୍ଭେ ଶୁଣିବ ନାହିଁ। ମୁଁ ଦୌରାତ୍ମ୍ୟ ବିଷୟରେ ତୁମ୍ଭ ନିକଟରେ ଆର୍ତ୍ତନାଦ କରିଅଛି ଓ ତୁମ୍ଭ ଉଦ୍ଧାର କରିବ ନାହିଁ। ହେ ସଦାପ୍ରଭୁ, ମୁଁ କେତେ କାଳ ତୁମ ନିକଟରେ ଆର୍ତ୍ତନାଦ କରିବି, ଏଇ ଦୌରାତ୍ମ୍ୟ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରିବି, ଆଉ ତୁମେ ଶୁଣିବ ନାହିଁ। ଆମେ ବି ବେଳେ ବେଳେ ପ୍ରଭୁଙ୍କ ନିକଟରେ ସେ ପ୍ରକାର ପ୍ରାର୍ଥନା କରୁ। ଆମ ଚାରି ପାଖରେ ଯୋଉ ପ୍ରକାର ସବୁ ଅନ୍ୟାୟ ଘଟେ, ଯୋଉ ପ୍ରକାର ଦୌରାତ୍ମ୍ୟ ଘଟେ, ଦେଶର ପରିସ୍ଥିତି ଯେତେବେଳେ ମାନେ ଦେଖୁ, ଖ୍ରୀଷ୍ଟୀୟ ବିଶ୍ୱାସୀ ମାନଙ୍କର ପରିସ୍ଥିତି ଯେତେବେଳେ ମାନେ ଦେଖୁ, ମନେ ହୁଏ ଯେ ସାରା ଜଗତ ମଣ୍ଡଳୀ ବିରୁଦ୍ଧରେ ଉଠୁଛି, ଆଉ ଶାସନକର୍ତ୍ତା ମାନେ ମଣ୍ଡଳୀ ବିରୁଦ୍ଧରେ ଉଠୁଛନ୍ତି, ଆମମାନଙ୍କର ସାହି ପଡୋଶୀ ଆମମାନଙ୍କର ବିରୁଦ୍ଧରେ ଉଠନ୍ତି। ଏଇ ପ୍ରକାର ଆମମାନଙ୍କ ମନରେ ଆସେ, ଯେ ପ୍ରକାର ହବକୁକଙ୍କର ଜୀବନରେ ମଧ୍ୟ ଆସିଥିଲା। କିନ୍ତୁ ପ୍ରଭୁ କୁହନ୍ତି ୱେଟ୍, ଅପେକ୍ଷା କର, ଅପେକ୍ଷା କର। ଆଉ ପ୍ରଭୁ ଯୀଶୁ ମଧ୍ୟ ଗୀତ ସଂହିତା 22:1 ଆଉ 2 ସୁନ୍ଦର ଭାବରେ କୁହନ୍ତି, ପ୍ରଭୁ ତୁମେ କାହିଁକି ମତେ କଣ କରୁଛ ନା କେତେ ସମୟ ମୁଁ ଏଇ କଷ୍ଟ ପାଇବି, କାହିଁକି ମତେ ପରିତ୍ୟାଗ କରିଅଛ। ଅନେକ ସମୟରେ ଆମମାନେ ଏଇ ପ୍ରକାର ହେଇଯାଉ, କିନ୍ତୁ ଆମମାନେ ଏଇ କଥା ଜାଣୁ ଯେ ପ୍ରଭୁ ଆମମାନଙ୍କର ସେଇ ପରିସ୍ଥିତିରେ ଆମକୁ ଅପେକ୍ଷା କରିବାକୁ ଚାହାଁ। ପଞ୍ଚମ ବିଷୟ ଆମେ ଦେଖୁଛୁ ଯେ ଅଧିକାଂଶ ସମୟରେ ସେ ଆମମାନଙ୍କର ଉତ୍ତର ସକାରାତ୍ମକ ଆଉ ତତ୍କ୍ଷଣାତ୍ ସେ ଦିଅନ୍ତି। ହିତୋପଦେଶ 10 ଅନେକ ରେଫରେନ୍ସ ଅଛି, ଆପଣ ମାନେ ସେଇଟା ଲେଖିପାରିବେ, କିନ୍ତୁ ହିତୋପଦେଶ 10:24 ସେ ଅତି ସୁନ୍ଦର ଭାବରେ କୁହନ୍ତି। ହିତୋପଦେଶ 10:24 ଦୁଷ୍ଟ ଲୋକ ଯାହା ଭୟ କରେ ତାହା ହିଁ ତାହା ପ୍ରତି, ମାତ୍ର ଧାର୍ମିକର ମନୋବାଞ୍ଛା ତାହାକୁ ଦିଆଯିବ। ଧାର୍ମିକର ମନୋବାଞ୍ଛା ତାକୁ ଦିଆଯିବ। ସଦାପ୍ରଭୁ ସର୍ବଦା ଧାର୍ମିକର ପ୍ରାର୍ଥନା ଶୁଣନ୍ତି। ତେଣୁ ଆମମାନଙ୍କୁ ସକାରାତ୍ମକ ପ୍ରାର୍ଥନା ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ କରୁ, ଆଉ ସେ ତ ଉତ୍ତର ଦିଅନ୍ତି, କିନ୍ତୁ 5 ପ୍ରକାର ଉତ୍ତର ଦିଅନ୍ତି। ପ୍ରଥମ ହେଲା ସେ ବେଳେ ବେଳେ ସ୍ଥଗିତ ରଖନ୍ତି। ଦ୍ୱିତୀୟ ହେଲା ଆମେ ମାଗିବା ଠାରୁ ଅଧିକ ଦିଅନ୍ତି। ତୃତୀୟ ହେଲା ସେ ଆମେ ମାଗିବା ଠାରୁ ଭିନ୍ନ ବିଷୟ ସେ ଦିଅନ୍ତି। ଚତୁର୍ଥ ହେଲା ଆମମାନଙ୍କୁ ସେ ଅପେକ୍ଷା କରିବା ପାଇଁ କହନ୍ତି। ପଞ୍ଚମ ବିଷୟ ହେଲା ଅଧିକାଂଶ ସମୟରେ ଆମମାନଙ୍କୁ ସେ
ପ୍ରାର୍ଥନାର ଉତ୍ତର ତତ୍କ୍ଷଣାତ୍ ସେ ପ୍ରଦାନ କରନ୍ତି। ଦ୍ୱିତୀୟ ବିଷୟ ଆମେ ଦେଖୁଛେ ସକାରାତ୍ମକ ପ୍ରାର୍ଥନା ସର୍ବଦା ଆମର ଦୁଃଖ ବେଳେ ସାହାଯ୍ୟ ନେଇକି ଆସେ। ସେଥିପାଇଁ ଗୀତ 15ର ଅଂଶରେ ଲେଖାଯାଏ, ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା। ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା। ପ୍ରଭୁଙ୍କର ଅବିଚଳିତ ବା ନିରନ୍ତର ପ୍ରାର୍ଥନା ଆମର ସଙ୍କଟ ସମୟରେ ଉଦ୍ଧାର ନେଇ ଆସେ, ଯୋଉଟା କି ଆପଣ ମାନେ ଆଦି ପୁସ୍ତକ 28ର 15, ଯାତ୍ରା 33ର 14 ଏଇ ଅଂଶ ମାନଙ୍କରେ ଆପଣ ମାନେ ଦେଖିବେ। ଯାକୁବ ଯେ କି ନିଜର ବାପାଙ୍କୁ ସେ ମିଛ କହିଲେ, ଯେ କି ନିଜର ଭାଇଙ୍କୁ ଠକିଲେ, ଆଉ ସେ ଯେତେବେଳେ ଯାଉଛନ୍ତି ନିଜ ପ୍ରାଣ ଭୟରେ, ସେ ଯାଯାବର ଭଳିଆ ଯାଉଛନ୍ତି, ଆଉ ଗୋଟିଏ ପଥରକୁ ତକିଆ କରିକି ସେ ରାତ୍ରି ସମୟରେ ଶୋଇଛନ୍ତି ସେଇ ବେଥେଲରେ। ଏବଂ ସେତେବେଳେ ପ୍ରଭୁ ତାଙ୍କ ନିକଟରେ ଉପସ୍ଥିତ ହୋଇ କହୁଛନ୍ତି, ଆଇ ୱିଲ୍ ବ୍ଲେସ୍ ୟୁ, ଆଇ ୱିଲ୍ ବି ୱିଥ୍ ୟୁ। ମୁଁ ତୁମ ସଙ୍ଗରେ ରହିବି, ମୁଁ ତୁମକୁ ଆଶୀର୍ବାଦ କରିବି। ତେଣୁ ଯେତେବେଳେ ଆମେ ଦୁଃଖ ମଧ୍ୟରେ ଥାଉ ମୋ ପ୍ରିୟ ମାନେ, ପ୍ରଭୁଙ୍କର ବଡ ପ୍ରତିଜ୍ଞା ହଉଛି ଯେ ଆମେ ତୁମକୁ ଆଶୀର୍ବାଦ କରିବା। ଏବଂ ପ୍ରଭୁ ମଧ୍ୟ ଦ୍ୱିତୀୟରେ ସେ କହନ୍ତି କି ପ୍ରକାର ମାନଙ୍କ ସହବର୍ତ୍ତୀ ହେବା, ସଦା ପ୍ରଭୁଙ୍କର ସ୍ୱର୍ଗୀୟ ସ୍ଥିରତା ଦୁଃଖ ସମୟରେ ଆମର ସାହାଯ୍ୟ ନେଇ ଆସେ। ଆପଣ ମାନେ ଇସାୟ 54:10ରେ, ୟୋଶୁଆ 1:5ରେ ଏଇ ପଦ ଗୁଡିକ ଦେଖିବେ ଯେ ପ୍ରକୃତରେ ପ୍ରଭୁ ତାଙ୍କର ସହବର୍ତ୍ତିତା ଆମମାନଙ୍କୁ ପ୍ରଦାନ କରନ୍ତି। ତୃତୀୟ ବିଷୟ ମାନେ ଦେଖୁ ଯେ ସଦା ସକାରାତ୍ମକ ପ୍ରାର୍ଥନା ସର୍ବଦା ଆମର ଦୁଃଖରେ ଉଦ୍ଧାର ନେଇ ଆସେ। ଉଦ୍ଧାର ନେଇ ଆସେ। କେବଳ ସେ ଆମମାନଙ୍କର ସହବର୍ତ୍ତୀ ହୁଅନ୍ତି ତାହା ନୁହେଁ, କିନ୍ତୁ ସେ ଆମକୁ ଉଦ୍ଧାର କରନ୍ତି। ସେଥିପାଇଁ ଆମେ ଜୁନସ 1:17, ଦ୍ୱିତୀୟ କରନ୍ତି 1:10ରେ ଆମେ ଦେଖୁ ଯେ ପ୍ରାର୍ଥନା ବିପଦ ଓ ବିପର୍ଯ୍ୟୟରୁ ଉଦ୍ଧାର ନେଇ ଆସେ। ଜୁନସ 1:17ରେ ଆମେ ଦେଖୁ ଯେ ଏଇ ଲୋକ ଯୋଗୁ ଆମମାନେ ଖୁବ ଅସୁବିଧାର ବିପର୍ଯ୍ୟୟର ସମ୍ମୁଖୀନ ହେଲୁ। ତେଣୁ ଆଉ ସେମାନେ କଣ କଲେ ନା ଜୁନସଙ୍କୁ ସମୁଦ୍ରରେ ଫିଙ୍ଗି ଦେବା ପାଇଁ ଇଚ୍ଛା କଲେ, ତାକୁ ଫୋପାଡ଼ି ଦେଲେ। କିନ୍ତୁ ପ୍ରଭୁ ଜୁନସଙ୍କ ନିମନ୍ତେ ଗୋଟିଏ ମତ୍ସ୍ୟକୁ ପ୍ରସ୍ତୁତ କରିଥିଲେ। ପ୍ରଭୁ ଜୁନସଙ୍କ ନିମନ୍ତେ ଗୋଟିଏ ମାଛକୁ ପ୍ରସ୍ତୁତ କରିଥିଲେ। ଆଉ ସେ ଲୋକମାନେ ଯେତେବେଳେ ତାକୁ ଫିଙ୍ଗି ଦେଲେ, ମାଛ ସେ ସମୁଦ୍ରରେ ପଡିଲା ନାହିଁ, କିନ୍ତୁ ସିଧାସଳଖ ମତ୍ସ୍ୟର ଉଦର ମଧ୍ୟକୁ ସେ ଗଲା। ତେଣୁ ପ୍ରଭୁ ଆମମାନଙ୍କୁ କଣ କରନ୍ତି, ଆମମାନଙ୍କର ପ୍ରାର୍ଥନା ଦ୍ୱାରା ଆମକୁ ସେ ଉଦ୍ଧାର କରନ୍ତି। ଯଦି ଆମେ ଉଦ୍ଧାରର କଥା ଦେଖିବା, ତାହେଲେ ଦାନିଏଲ ତାର 3:27, ଦାନିଏଲ 6:22 ଆଉ 27 ପଦରେ ଆମେ ଦେଖୁ ପ୍ରାର୍ଥନା ମନ୍ଦ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ଉଦ୍ଧାର ଦେଇଥାଏ। ଏ କାହାଣୀ ଗୁଡିକ ଆମେ ସମସ୍ତେ ଜାଣୁ। 3 ଜଣ ବ୍ୟକ୍ତି ସେଇ ଜ୍ୱଳନ୍ତ ଅଗ୍ନିକୁଣ୍ଡରେ ନିକ୍ଷେପ ହେଲେ, କିନ୍ତୁ ତାଙ୍କ ମଧ୍ୟରେ ରାଜା ଦେଖୁଛନ୍ତି ଆମେ 3 ଜଣକୁ ସିନା ଫିଙ୍ଗିଲୁ, କିନ୍ତୁ ତାଙ୍କ ମଧ୍ୟରେ 4ର୍ଥ ଜଣ ଅଛନ୍ତି, ଆଉ ସେ ମନୁଷ୍ୟ ପୁତ୍ର ସଦୃଶ। ଅତଏବ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଆମେ ଏଇ କଥା ଦେଖୁ ଯେ ପ୍ରଭୁ ଆମମାନଙ୍କର ସଙ୍ଗରେ ସେ ଥାନ୍ତି, ଆଉ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରନ୍ତି। ପ୍ରେରିତ 5:18-19ରେ ମଧ୍ୟ ଆମେ ଦେଖୁ ପ୍ରାର୍ଥନା ଆମମାନଙ୍କୁ କି ପ୍ରକାର ଉଦ୍ଧାର କରେ। ପ୍ରେରିତ 12:7 ପଦରେ ଗୋଟେ ସୁନ୍ଦର କଥା ଆମେ ଦେଖୁ, ଆଉ ସେଇଟା ଆମେ ହୁଏତ ଅନେକ ଥର ପଢିଥିବା। ଭିତରକୁ ଯେତେବେଳେ
କାରାଗାରରେ ରଖାଯାଇଛି। ନିସ୍ତାର ପର୍ବ ପରେ ପିତରଙ୍କୁ ମଧ୍ୟ ବଦ୍ଧ କରାଯିବ। ଏହି ସମୟରେ ସେଇଠି ପ୍ରାୟ 3ଟା ସେଣ୍ଟ୍ରି ଅଛି। ଗୋଟିଏ ଜାଗାରେ 4 ଜଣ, ଆଉ ଗୋଟେ ଜାଗାରେ 4 ଜଣ, ଆଉ ଗୋଟେ ଜାଗାରେ 4 ଜଣ ଏଇଭଳିଆ ଜଗିଛନ୍ତି। ଆଉ ପିତରଙ୍କୁ 12ରୁ 16 ଜଣ କାରାରକ୍ଷକ ମାନେ ଏବଂ ସେ ଗାର୍ଡ ମାନେ ସେମାନେ ଜଗିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ତାଙ୍କର ଦୂତଙ୍କ ଦ୍ୱାରା ପିତରଙ୍କୁ କଣ କରୁଛନ୍ତି ନା ଉଦ୍ଧାର କରୁଛନ୍ତି। ସେ କାହାଣୀଟି ମାନେ ପ୍ରେରିତ 12 ପର୍ବର ସୁନ୍ଦର ଭାବରେ ଦେଖୁ। ଆପଣ ମାନଙ୍କର ଯେତେବେଳେ ସମୟ ହବ ନିଶ୍ଚୟ ତାହା ପାଠ କରିବେ। ଏବଂ এই ଉଦ୍ଧାର ପ୍ରାର୍ଥନା ସର୍ବ ପ୍ରକାର ମନ୍ଦ ଆତ୍ମାର ଆକ୍ରମଣରୁ ଉଦ୍ଧାର କରେ। 2 ତିମୋଥୀ 4:18, ଆୟୁବ 5:19, ଗୀତ 91:3। ଆଉ ଏଇଗୁଡ଼ିକରେ ଆମେ ଦେଖୁ ଯେ ଆମମାନଙ୍କର ପ୍ରାର୍ଥନା ଦ୍ୱାରା ମନ୍ଦ ଆତ୍ମାର ପ୍ରଭାବରୁ ପ୍ରଭୁ ଆମମାନଙ୍କୁ କି ପ୍ରକାର ଉଦ୍ଧାର କରନ୍ତି। ପଞ୍ଚମ ବିଷୟ ଆମେ ସେଠି ଦେଖୁ, ପ୍ରାର୍ଥନା ସମସ୍ତ ପରୀକ୍ଷା ଓ ପ୍ରଲୋଭନରୁ ଉଦ୍ଧାର କରେ। ସେଇଥିପାଇଁ ପ୍ରଭୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ ଏବଂ ଆମମାନଙ୍କୁ ମଧ୍ୟ ସେ ଶିଖାନ୍ତି, ଆଉ ଆମମାନେ ଯେପରି ପ୍ରଲୋଭନରେ ନ ପଡିବୁ, ପ୍ରଭୁ ତୁମେ ଆମମାନଙ୍କୁ କଣ କର, ପ୍ରଲୋଭନରୁ ରକ୍ଷା କର, ମନ୍ଦତାରୁ ରକ୍ଷା କର, ପରୀକ୍ଷାରେ ଆମମାନଙ୍କୁ ଆଣ ନାହିଁ ବୋଲି ଆମମାନେ ପ୍ରାର୍ଥନା କରୁ। ତେଣୁ ସକାରାତ୍ମକ ପ୍ରାର୍ଥନା କଣ କରେ, ଆଉ ଆମମାନଙ୍କ ନିମନ୍ତେ ଦୁଃଖ ବେଳେ ଆମମାନଙ୍କୁ ଉଦ୍ଧାର ନେଇକି ଆସେ। ଚତୁର୍ଥ ବିଷୟ ଆମେ ଦେଖୁଛେ, ସକାରାତ୍ମକ ପ୍ରାର୍ଥନା ସର୍ବଦା ସମ୍ଭ୍ରମ ଆଣିଥାଏ। ସେ 15ର ଅଂଶରେ ଲେଖା ହଉଛି, ଆମ୍ଭେ ତାହାକୁ ସମ୍ଭ୍ରମ କରିବା। ଆମ୍ଭେ ତାହାକୁ ସମ୍ଭ୍ରମ କରିବା। ଆମମାନଙ୍କ ଜୀବନରେ, ବିଶ୍ୱାସୀ ଜୀବନରେ କେବଳ ମାନେ ପ୍ରାର୍ଥନା କରୁଥିବା, ଭିକ ମାଗୁଥିବା, ବିନତି କରୁଥିବା ସେ ତ ନୁହଁ, କିନ୍ତୁ ଆମ ପ୍ରାର୍ଥନାରେ God gives honor, ପ୍ରଭୁ ଆମମାନଙ୍କୁ ସମ୍ଭ୍ରମ ଦିଅ। ଆଉ ଉପଦେଶକ 6:2, ପ୍ରଥମ ରାଜାବଳୀ 3:13, ଦାନିଏଲ 5:18, ଯୌନ 12:26, এই ପଦଗୁଡ଼ିକରେ ପ୍ରଭୁ କି ପ୍ରକାର ଅନର କରନ୍ତି। ଆଉ ସେଇଟା ଅତି ସୁନ୍ଦର ଭାବରେ ଆମମାନେ ଦେଖୁ। ସମୟ ନଥିବା ହେତୁ ଆମମାନେ ପଢିବା ନାହିଁ, କିନ୍ତୁ ଦାନିଏଲ 5:18ରେ ଆମମାନେ ଦେଖୁ, ଯେତେବେଳେ এই ଲୋକମାନେ ସେ ଅଗ୍ନିକୁଣ୍ଡରୁ ରକ୍ଷା ପାଇଲେ, ଯେତେବେଳେ ଦାନିଏଲ ଆଉ ରାଜାଙ୍କର ସେଇ ସ୍ୱପ୍ନର ଅର୍ଥକୁ ସେ ପ୍ରକାଶ କଲେ, କି ପ୍ରକାର ତାଙ୍କୁ ସେମାନଙ୍କୁ ସମ୍ଭ୍ରମ କରାହେଲା, କି ପ୍ରକାର ସେମାନଙ୍କୁ ଗଭର୍ଣ୍ଣର ଭାବରେ ସ୍ଥାପିତ କରାହେଲା। ଗୋଟେ ବିଦେଶୀୟ ଦେଶରେ ଆଉ ସେମାନଙ୍କୁ ଶାସନକର୍ତ୍ତା ଭାବରେ ରାଜା ରଖିଲେ, ତାହା ମାନେ ସମସ୍ତେ ଜାଣୁ। ସମୟର ଅଭାବରୁ ତାକୁ ଆମେ ସମ୍ପୂର୍ଣ୍ଣ ଆଲୋଚନା କରିବା ନାହିଁ, କିନ୍ତୁ God gives honor। ତେଣୁ ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ, ବିଶେଷ କରି ସକାରାତ୍ମକ ପ୍ରାର୍ଥନା କରୁ, ସେତେବେଳେ ଆମ ଜୀବନରେ ପ୍ରଭୁ କଣ କରନ୍ତି, ସମ୍ଭ୍ରମ ଦିଅନ୍ତି। ଆଉ ବିଶେଷ କରି ସେତିକି ବେଳେ ପ୍ରଭୁ ସମ୍ଭ୍ରମ ଦିଅନ୍ତି ଯେତେବେଳେ ଆମେ ନମ୍ର ହଉ। ଆଉ ସଦାପ୍ରଭୁ ନମ୍ର ଲୋକକୁ ଏହିପରି ସମ୍ଭ୍ରମ ଦିଅନ୍ତି। କିଏ ଜଣେ ଦୟା କରିକି ଗୀତ 15:33 ପଦ ପଢିବ। ହିତୋପଦେଶ 15:33 ପଦ। ସଦାପ୍ରଭୁ ବିଷୟକ ଭୟ, ଜ୍ଞାନଜନକ ଉପଦେଶ, ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ। ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ। ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ। ଆମ୍ଭେ ତାହାକୁ ସମ୍ଭ୍ରମ କରିବା, ଯୋଉ ଆଶୀର୍ବାଦ ଆମେ ଦେଖୁଛୁ,
ଗୀତ 91-15 ଘରେ ଆମେ ଯେତେବେଳେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ ସେ ଆମମାନଙ୍କୁ ନମ୍ର ଭାବରେ ପ୍ରାର୍ଥନା କଲେ ସେ ଆମମାନଙ୍କୁ ସମ୍ଭ୍ରମ ଦିଅନ୍ତି। ସେଇଥିପାଇଁ ଗୀତ 15 ଲେଖାଯାଏ ଆଉ ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଉ। ଲୁକ 18 ପର୍ବରେ 2 ଜଣଙ୍କ କଥା ମାନେ ଜାଣିଛୁ ପଢିଛୁ। 2 ଜଣ ଲୋକ ଗଲେ, ଜଣେ ଲୋକ ନିଜକୁ ଏତେ ଧାର୍ମିକ ଦେଖେଇଲା ଆଉ ଲମ୍ବା ପ୍ରାର୍ଥନା କଲା, କିନ୍ତୁ ଆଉ ଜଣେ ସେ କରଗ୍ରାହୀ, ସେ ଊର୍ଦ୍ଧ୍ୱକୁ ନିଜର ମୁଣ୍ଡ ମଧ୍ୟ ଟେକି ପାରିଲା ନାହିଁ ଏବଂ ସେ ପ୍ରଭୁଙ୍କ ନିକଟରେ କେବଳ ପ୍ରାର୍ଥନା କଲା, ପ୍ରଭୁ ମୁଁ ପାପୀ, ମତେ ତୁମେ ଦୟା କର। ଆଉ ଲେଖା ହଉଛି ଏ ନୁହେଁ କିନ୍ତୁ ସେ ଲୋକ ଧାର୍ମିକ ଗଣିତ ହେଇକି ଗଲା। ଅର୍ଥାତ୍ 2 ଜଣ ମନ୍ଦିରକୁ ଆସିଲେ, 2 ଜଣ ପ୍ରାର୍ଥନା କଲେ, କିନ୍ତୁ ଜଣେ ଲୋକ ଧାର୍ମିକ ହେଇକି ମନ୍ଦିରକୁ ଆସି ପ୍ରାର୍ଥନା କଲା ଆଉ ସେ ଯେମିତି ଆସିଥିଲା ସେମିତି ଫେରିଗଲା। ଆଉ ଜଣେ ଲୋକ ପାପୀ ହେଇକି ମନ୍ଦିରକୁ ଆସିଲା କିନ୍ତୁ ସେ ଧାର୍ମିକ ହେଇକି ଗଣିତ ହେଇକି ସେ ଗଲା। ତେଣୁ ପ୍ରଭୁ ଚାହାନ୍ତି ଆମେ କି ପ୍ରକାର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା। ତେଣୁ ସବୁବେଳେ ସକାରାତ୍ମକ ପ୍ରାର୍ଥନା ଆମମାନଙ୍କୁ କଣ କରିଥାଏ? ସମ୍ଭ୍ରମ ଆଣିଥାଏ। ପଞ୍ଚମ ବିଷୟ ଆମେ ଦେଖିବା, ସକାରାତ୍ମକ ପ୍ରାର୍ଥନା ସର୍ବଦା ଆମକୁ ଦୀର୍ଘାୟୁ ପ୍ରଦାନ କରିବ। ସେଇଥିପାଇଁ 16 ଗୀତ 91-16 ପରେ ଲେଖା ହଉଛି, ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା। ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା। ଦୀର୍ଘାୟୁ ପରମେଶ୍ୱରଙ୍କ ପ୍ରତି ବାଧ୍ୟତା ଦ୍ଵାରା ଆସିଥାଏ। ହିତୋପଦେଶ 10-27, ଆଦି 15-15, ପ୍ରଥମ ରାଜାବଳୀ 3-14, ଏସବୁ ଆଉ ଆମମାନଙ୍କ ନିମନ୍ତେ ଏକ ସୁନ୍ଦର ଅଂଶ ଯେ କି ପ୍ରକାର ପ୍ରଭୁଙ୍କ ଠାରେ ଯେତେବେଳେ ମାନେ ବାଧ୍ୟ ହଉ, ପ୍ରଭୁଙ୍କର ଆଜ୍ଞାବହ ହଉ, ପ୍ରଭୁଙ୍କର ଯୋଉ ସମସ୍ତ ପ୍ରିସେପ୍ଟସ ବୋଲି କୁହାଯାଏ, ଯୋଉ ସମସ୍ତ ସେ ଆମମାନଙ୍କ ନିମନ୍ତେ ତାଙ୍କର ଅନୁଶାସନ ରଖିଛନ୍ତି ତାର ବାଧ୍ୟ ହଉ, ସେଇ ସମୟରେ ପ୍ରଭୁ କଣ କରନ୍ତି? ଆମମାନଙ୍କୁ ଦୀର୍ଘାୟୁ ଦିଅନ୍ତି ଏବଂ ଦୀର୍ଘାୟୁ ବ୍ୟକ୍ତିଗତ ପବିତ୍ରତା ଦ୍ଵାରା ଆସିଥାଏ। କିଏ ଜଣ ଦୟାକରି ପଢନ୍ତୁ ନା ହିତୋପଦେଶ 16-31 ପଦ। ହିତ 16-31। ପୋକ କେଶ ଯେ ପ୍ର- ଶୋଭାଜନକ ମୁକୁଟ ତା ଯେ ଧର୍ମ ପଥରେ ପ୍ରାପ୍ତ ହୁଏ। ପକ୍ୱ କେଶ ଶୋଭାଯୁକ୍ତ ମୁକୁଟ ତା ଧର୍ମ ପଥରେ ପ୍ରାପ୍ତ ହୁଏ। ଅର୍ଥାତ୍ ପ୍ରଭୁ ଚାହାନ୍ତି ଯେ ତାଙ୍କର ଲୋକମାନେ ଦୀର୍ଘାୟୁ ହୁଅନ୍ତି। ପ୍ରଭୁ ଚାହାନ୍ତି ତାଙ୍କ ଲୋକମାନେ ସେମାନେ ପକ୍ୱ କେଶ ପର୍ଯ୍ୟନ୍ତ ଜଗତରେ ସେମାନେ କଣ କରନ୍ତୁ ନା ଜୀବନ ଯାପନ କରନ୍ତୁ। ଆଉ ତାହା ସେତିକି ବେଳେ ସମ୍ଭବ ଧର୍ମ ଜୀବନ ଦ୍ଵାରା ସମ୍ଭବ, ପବିତ୍ର ଜୀବନ ଦ୍ଵାରା ସମ୍ଭବ। ଯେତେବେଳେ ଆମେ ଈଶ୍ୱରଙ୍କର ସେବାରେ ଥାଉ, ଈଶ୍ୱରଙ୍କର ପୁଅ ଝିଅ ଭାବରେ ଆମେ ରହିଥାଉ, ତଥାପି ଆମମାନଙ୍କ ଜୀବନରେ ଯେତେବେଳେ ଅପବିତ୍ରତା ଥାଏ, ପାପ ଥାଏ, ସେତେବେଳେ ପ୍ରଭୁ କଣ କରନ୍ତି ନା ଆମମାନଙ୍କର ସେ ଆୟୁଷକୁ ମଧ୍ୟ ବେଳେ ବେଳେ ସେ କମ୍ କରିଦିଅନ୍ତି। ତେଣୁ ପ୍ରଭୁ ଚାହାନ୍ତି ଯେ ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା। ଯୋଉ ଆଶୀର୍ବାଦ ସେ ରଖିଛନ୍ତି ତାହା ଦ୍ୱାରା ଆମମାନଙ୍କୁ ସେ ଚାହାନ୍ତି ପବିତ୍ର ଜୀବନ ଯାପନ କରିବା। ଷଷ୍ଠ ବିଷୟ ଆମେ ଦେଖିବା, ସମୟ ହେଇଗଲାଣି ତେଣୁ ମୁଁ ଶୀଘ୍ର ଯିବି। ସକାରାତ୍ମକ ପ୍ରାର୍ଥନା ସର୍ବଦା ଆମର ପରିତ୍ରାଣ ଆଣିଥାଏ। 16 ଲେଖା ହଉଛି, ଗୀତ 91-16 ଲେଖା ହଉଛି, ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। ଆମ୍ଭର ପରିତ୍ରାଣ ତାହାକୁ
ତାହାକୁ ଦେଖାଇବା। ଆମମାନଙ୍କ ଜୀବନରେ ସମ୍ଭ୍ରମ ଆସିପାରେ, ଆମମାନଙ୍କ ଜୀବନରେ ଦୀର୍ଘାୟୁ ଆସିପାରେ, ଆମମାନଙ୍କ ଜୀବନରେ ଅନେକ ପ୍ରାର୍ଥନାର ଉତ୍ତର ଆମେ ପାଇପାରୁ, କିନ୍ତୁ ସବୁଠୁ ବଡ ଆଶୀର୍ବାଦ ହେଉଛି ପରିତ୍ରାଣ। ସାଲଭେସନ ଇଜ ଦ ବିଗେଷ୍ଟ ବ୍ଲେସିଂ ଇନ୍ ଖ୍ରୀଷ୍ଟିଆନ ଲାଇଫ। ସେଇଥିପାଇଁ ଲେଖା ହଉଛି ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। ଏଇ ପରିତ୍ରାଣ ସେତିକି ବେଳେ ଆସେ ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ଅନୁତାପ କରୁ, ପ୍ରଭୁଙ୍କ ନିକଟରେ ନମ୍ର ହଉ। ଯେତେବେଳେ ଆମେ ପ୍ରାର୍ଥନାରେ ଅନୁତାପ କରୁ, ପରିତ୍ରାଣ ଆମ ପ୍ରଭୁଙ୍କ ଠାରୁ ଦାନ ଭାବରେ ଆମେ ପାଇଥାଉ। ଦ୍ୱିତୀୟ ବଂଶାବଳୀ 7:14 ଲେଖାଯାଏ, ଯଦି ଆମ୍ଭର ଲୋକମାନେ ଆପଣା ଆପଣାକୁ ନମ୍ର କରିବେ, ଆପଣ ଆପଣା କୁପଥରୁ ଫେରିବେ ଏବଂ ଆମର ମୁଖ୍ୟ ଅନ୍ୱେଷଣ କରିବେ, ଆମେ ସେମାନଙ୍କୁ ଉତ୍ତର ଦେବା, ଆମେ ସେମାନଙ୍କୁ ସୁସ୍ଥ କରିବା, ଆମେ ସେମାନଙ୍କୁ ପରିତ୍ରାଣ ଦେବା ଏବଂ ଆମେ ତାଙ୍କ ଦେଶକୁ ସୁସ୍ଥ କରିବା। ତେଣୁ ଏଇଠି ଆମେ ଦେଖୁଛେ ଯେ ସକାରାତ୍ମକ ପ୍ରାର୍ଥନା ପ୍ରଭୁଙ୍କର ପରିତ୍ରାଣ ଆମ ନିମନ୍ତେ ଆସେ। ଆଉ ଏଇ କଥା ମନେ ରଖିବା ଯେ ଆମର ପ୍ରାର୍ଥନା ଦ୍ୱାରା ଆମର ପରିତ୍ରାଣ କେବଳ ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ଆସେ। ଆଉ ସେଇଥିପାଇଁ Isaiah 43:25, 44:22 ଲେଖା ହଉଛି ଯେ ଏହା ସଦା ପ୍ରଭୁଙ୍କର sheer grace, ଏହା କେବଳ ତାଙ୍କର ଅନୁଗ୍ରହ, ଏହା ଆମମାନଙ୍କର ଧର୍ମକର୍ମ, ଆମମାନଙ୍କର ପ୍ରାର୍ଥନା ଦ୍ୱାରା ନୁହେଁ, କିନ୍ତୁ ତାହା ତାଙ୍କର ଅନୁଗ୍ରହ ଦ୍ୱାରା ଆସିଥାଏ। ତୃତୀୟ ବିଷୟ ମାନେ ଦେଖୁଛେ, ଆମର ପରିତ୍ରାଣ ଦ୍ୱାରା ହିଁ ସମ୍ପୂର୍ଣ୍ଣ ପାପ କ୍ଷମା ହୋଇଥାଏ। ଲୁକ 3:3 ପଦ, ଲୁକ 24:47 ପଦ। ଆଉ ଆମମାନଙ୍କର ପରିତ୍ରାଣ ଆଉ ପାପ କ୍ଷମା ସେଇଟା ଗୋଟିଏ ମୁଦ୍ରାର ଦିଟା ପାଖ ଭଳି, ଗୋଟିଏ ମୁଦ୍ରାର ଦିଟା ପାଖ। ପାପ କ୍ଷମା ଯଦି ହେଇଛି ତାହେଲେ ଆମେ ପରିତ୍ରାଣ ପ୍ରାପ୍ତ, ପରିତ୍ରାଣ ପ୍ରାପ୍ତ ଯଦି ଆମେ ହେଇଛୁ ତାହେଲେ ଆମମାନଙ୍କର ପାପ କ୍ଷମା ସମ୍ଭବ ହେଇଛି। ତେଣୁ ଆମମାନଙ୍କୁ ବିଶେଷ ଭାବରେ ଯତ୍ନବାନ ହେବାକୁ ପଡିବ ଯେ କି ପ୍ରକାର ଆମମାନଙ୍କର ସକାରାତ୍ମକ ପ୍ରାର୍ଥନା ଆମମାନଙ୍କୁ ପରିତ୍ରାଣ ଆଉ ଦେଖାଇଥାଏ। ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା ବୋଲି ସୁନ୍ଦର ଏକ ଆଶୀର୍ବାଦ ଆମମାନଙ୍କୁ ଦିଆଯାଏ। ସପ୍ତମ ବିଷୟ ଆଉ ଶେଷ ବିଷୟ, ସକାରାତ୍ମକ ପ୍ରାର୍ଥନା ସର୍ବଦା ଆମକୁ ଉଚ୍ଚରେ ରଖିଥାଏ। ସକାରାତ୍ମକ ପ୍ରାର୍ଥନା ସର୍ବଦା ଆମକୁ ଉଚ୍ଚରେ ରଖିଥାଏ। ପ୍ରଭୁ ଆମମାନଙ୍କୁ ଉନ୍ନତି ଦିଅନ୍ତି, ଆଶୀର୍ବାଦ କରନ୍ତି, ଉଚ୍ଚରେ ସ୍ଥାପନ କରନ୍ତି। ଆପଣମାନେ ଗୀତ 75:7, ପ୍ରଥମ ସାମୁଏଲ 2:7-8 ଏସବୁ ଦେଖିବେ କି ପ୍ରକାର ପ୍ରଭୁ ଚାହାନ୍ତି ନାହିଁ ଯେ ଆମେ ସର୍ବଦା ଲାଙ୍ଗୁଡ ହେଇକି ରହୁ, ସର୍ବଦା ଗୋଟିଏ ଅଧପନ୍ତରିଆ ଅବସ୍ଥାରେ ଥାଉ, କିନ୍ତୁ ପ୍ରଭୁ ଚାହାନ୍ତି ଆମେ ତାଙ୍କୁ, ସେ ଆମ ନାମ ଜାଣିଅଛି, ସେଇଟା ଆମେ ପ୍ରଥମେ ପଢିଥିଲୁ, ସେ ଆମକୁ ସ୍ନେହ କରୁଅଛି, ସେ ଆମ ନାମ ଜାଣିଅଛି, ତେଣୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। ତେଣୁ ମୋର ପ୍ରିୟମାନେ, ପ୍ରଭୁ ଯେତେବେଳେ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତି, ସେତେବେଳେ ପ୍ରଭୁ ଯେତେବେଳେ ଆମମାନଙ୍କୁ ଆଶୀର୍ବାଦ କରନ୍ତି ଓ ଉଚ୍ଚରେ ରଖନ୍ତି, ତାହା ଆମମାନଙ୍କର ସାମାଜିକ, ତାହା ଆମମାନଙ୍କର ଶାରୀରିକ ଏବଂ ତାହା ଆମମାନଙ୍କର ଆତ୍ମିକ ଜୀବନରେ ପ୍ରକଟିତ ହବ। Isaiah 58:14, ହବକୁକ 3:19, ଆଦି ପୁସ୍ତକ 45:8, ପ୍ରକାଶିତ 3:21, ଏସବୁରେ ଆମେ ଦେଖୁଛୁ ଏଇ ପଦ ଗୁଡିକରେ God wants to bless us socially, physically and spiritually. ପ୍ରଭୁ ଆମମାନଙ୍କ ନିମନ୍ତେ କେତେ ସବୁ ଆଶୀର୍ବାଦ ସେ ରଖିଅଛନ୍ତି, ଆଉ ସକାରାତ୍ମକ ପ୍ରାର୍ଥନା ଦ୍ୱାରା ତାହା ସମ୍ଭବ ହୁଏ। ଆମମାନଙ୍କୁ ବିଶେଷ ପ୍ରଭୁ ସାହାଯ୍ୟ କରନ୍ତୁ। ସକାରାତ୍ମକ ପ୍ରାର୍ଥନା କଲେ ଆଉ ଆମମାନେ ତାଙ୍କର ଉତ୍ତର ପାଇବା। ସକାରାତ୍ମକ ପ୍ରାର୍ଥନା କଲେ ଦୁଃଖ ବେଳେ ସେ ଆମମାନଙ୍କର ସହବର୍ତ୍ତୀ ହେବେ,
ସକାରାତ୍ମକ ପ୍ରାର୍ଥନା ଦ୍ୱାରା ସେ ଆମମାନଙ୍କୁ ତାଙ୍କର ରକ୍ଷା କରନ୍ତି, ରକ୍ଷା ପଠେଇବେ। ସକାରାତ୍ମକ ପ୍ରାର୍ଥନା ଦ୍ୱାରା ଚତୁର୍ଥ ବିଷୟ, ସେ ଆମମାନଙ୍କୁ ସମ୍ଭ୍ରମ ପ୍ରଦାନ କରିବେ। ସକାରାତ୍ମକ ପ୍ରାର୍ଥନା ଦ୍ୱାରା ସେ ଆମମାନଙ୍କୁ ଦୀର୍ଘାୟୁ ଦେବେ ଆଉ ଆମକୁ ତୃପ୍ତ କରିବେ। ସକାରାତ୍ମକ ପ୍ରାର୍ଥନା ଦ୍ୱାରା ଆମର ପରିତ୍ରାଣ ସମ୍ଭବ ହେବ। ସକାରାତ୍ମକ ପ୍ରାର୍ଥନା ଦ୍ୱାରା ସେ ଆମମାନଙ୍କୁ ଉଚ୍ଚରେ ରଖିବେ। ପ୍ରଭୁ ଆମମାନଙ୍କୁ ବିଶେଷ କରି ସାହାଯ୍ୟ କରନ୍ତୁ। ଆମମାନଙ୍କର ପ୍ରାର୍ଥନାର ଜୀବନର ମୋଡ଼, ପ୍ରାର୍ଥନା ଜୀବନର ମୂଲ୍ୟବୋଧ ଏବଂ ପ୍ରାର୍ଥନା ଜୀବନର ଦିଗ ଯେ ପ୍ରକାର ସକାରାତ୍ମକ ହେବ। ନିଜ ନିମନ୍ତେ ପ୍ରାର୍ଥନା ନୁହଁ, କିନ୍ତୁ ବାଳକ ସୋଲୋମନ ଯେ ପ୍ରକାର ପ୍ରାର୍ଥନା କଲେ ଏବଂ ପ୍ରଭୁ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ସେ ମାଗିବା ଠାରୁ ଅଧିକ ପ୍ରଦାନ କଲେ। ପ୍ରଭୁ ଆମ ସମସ୍ତଙ୍କୁ ସେ ପ୍ରକାର ଆଶୀର୍ବାଦ କର। ଆମେନ୍। ଧନ୍ୟବାଦ ସାର୍, ସୁନ୍ଦର ବାକ୍ୟ ପାଇଁ। ଆଉ ଅତି ସୁନ୍ଦର ବାକ୍ୟ ଯେ ପ୍ରଭୁଙ୍କର ଦାସ ସକାରାତ୍ମକ ପ୍ରାର୍ଥନାର ଶକ୍ତି ଓ ପୁରସ୍କାର ସମୂହକୁ ନେଇ, ଯାହାକି ଗୀତ ସଂହିତା 91 ଅଧ୍ୟାୟ ତାର 14, 15, 16 ଏ 3ଟି ପଦକୁ ଅତି ସୁନ୍ଦର ଭାବରେ ଭାଙ୍ଗିଲେ ଆମମାନଙ୍କୁ ପରିବେଷଣ କରିଅଛନ୍ତି। ଆମମାନେ ଖାଦ୍ୟ ଖାଇଛୁ, ତୃପ୍ତି ମଧ୍ୟ ହେଇଛୁ। ପ୍ରଭୁ ତାଙ୍କ ଦାସଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଏକ ଉଚ୍ଚ କରତାଳ ଦେଇ ଆମମାନେ ପାଣି ସାର୍ଙ୍କୁ ଧନ୍ୟବାଦ ଦେବା। ଆଉ ସାର୍ଙ୍କୁ ମଧ୍ୟ ଗୋଟିଏ ଅନୁରୋଧ ରହିବ, ଏଇଭଳି ମଝି ମଝି ଆସନ୍ତୁ ସାର୍, ଆମମାନଙ୍କୁ ଶିକ୍ଷା ଦେଇ ଆତ୍ମିକରେ ଅଭିବୃଦ୍ଧି କରାନ୍ତୁ। ଥ୍ୟାଙ୍କ ୟୁ ସାର୍। ଆମମାନେ ବିଶେଷ ପ୍ରାର୍ଥନା କରିବା। ଆଉ ଆମମାନଙ୍କ ମଧ୍ୟରେ ଅଛନ୍ତି ସୁଦୂର ଆମେରିକାରୁ ଜଏନ୍ କରିଛନ୍ତି ପ୍ରଭୁଙ୍କ ଦାସ ପ୍ରଫେସର ଆକାଶ ସୂର୍ଯ୍ୟ ସାର୍। ମତେ ଶୁଣିପାରୁଛନ୍ତି? ସାର୍ ନମସ୍କାର। ନମସ୍କାର ସାର୍। ସାର୍ ଆପଣ ପ୍ରାର୍ଥନା କରନ୍ତୁ। ସାର୍ ଆଉ ସୁନ୍ଦର ନମସ୍କାର। ଭାବରେ ଆପଣ ପ୍ରାର୍ଥନା କରିବେ ସାର୍। ସୁନ୍ଦର ଭାବରେ ବାକ୍ୟ ଦେଇଥିବା ପ୍ରଭୁଙ୍କ ଦାସ ବିଶପ ସାର୍ଙ୍କ ପାଇଁ, ତାଙ୍କ ସେବା କାର୍ଯ୍ୟ, ତାଙ୍କ ପରିବାର ପାଇଁ, ଆଉ ସାର୍ଙ୍କର ଯୋଉ ଦର୍ଶନ ରହିଛି 2033 ସାଲ ଭିତରେ 500 ମଣ୍ଡଳୀ ଗଠନ କରିବା ପାଇଁ ପ୍ରଭୁ ଯେପରି ତାହା ସଫଳ କରିବେ ଏବଂ ତାଙ୍କ ସେବା କାର୍ଯ୍ୟ, ପରିବାର ପାଇଁ, ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ଦ୍ୱିତୀୟ ବିଷୟ ପ୍ରାର୍ଥନା କରିବେ ସାର୍ ଯେ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର 5ମ ଗେଟ୍ ଟୁଗେଦର ଚଳିତ ବର୍ଷ ଜୁନ ମାସ 2, 3, 4 ବମ୍ବେ ମହାନଗରୀରେ ଅନୁଷ୍ଠିତ ହେଉଅଛି। ଆଉ ଯେପରି ଗେଟ୍ ଟୁଗେଦର ପ୍ରୋଗ୍ରାମର ସଫଳତା ନିମନ୍ତେ ଆପଣ ପ୍ରାର୍ଥନା କରନ୍ତୁ। ଆଉ ଭାରତର ଅନେକ ସ୍ଥାନରୁ ପ୍ରଭୁଙ୍କର ଦାସ ଦାସୀ ମାନେ ଯାତ୍ରା କରିବେ। ଆଉ ଶରୀର ସୁସ୍ଥ ସବଳ ରହିବ, ପ୍ରୋଗ୍ରାମ ସଫଳ ହେଇପାରିବ, ଆଉ ପ୍ରଭୁଙ୍କର ଆଶୀର୍ବାଦକୁ ପ୍ରାପ୍ତ ହେଇପାରିବ। ସେଥି ନିମନ୍ତେ ଆପଣ ପ୍ରାର୍ଥନା କରନ୍ତୁ ସାର୍। ତୃତୀୟ ବିଷୟ ପ୍ରାର୍ଥନା କରିବେ ଯେ ଆଉ ଅଭିମନ୍ୟୁ ପାଶପୁରେଡି ଜଣେ ଭାଇ ଜଏନ୍ କରିଛନ୍ତି, ତାଙ୍କ ଦେହ ଅସୁସ୍ଥ ରହିଛି, ତାଙ୍କର ସୁସ୍ଥତା ପାଇଁ। ଏବଂ ରିହାନ୍ସି ବୋଲି ଗୋଟିଏ ଝିଅ ଅନ୍ୟ ଜାତିର, ସେ ସେ ଭୁବନେଶ୍ୱରରେ ଟ୍ରିଟମେଣ୍ଟ ହଉଛନ୍ତି ସାମ ହସ୍ପିଟାଲରେ, ଆୟୁଷରେ ଅଛନ୍ତି। ଛୋଟ ଝିଅଟି 11 ମାସର, ତାଙ୍କର ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ। ମୋ ମାଙ୍କ ଦେହ ବି ଅସୁସ୍ଥ ରହିଛି, ତାଙ୍କ ସୁସ୍ଥତା ପାଇଁ ବି ପ୍ରାର୍ଥନା କରନ୍ତୁ। ଏବଂ ଜୁମ୍ରେ ଉପସ୍ଥିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ, ପ୍ରତ୍ୟେକ ପରିବାର ପାଇଁ ମଧ୍ୟ ପ୍ରାର୍ଥନାରେ ସ୍ମରଣ କରନ୍ତୁ। ଆଉ ଆପଣଙ୍କର ପ୍ରାର୍ଥନା ସରିଲା ପରେ ଆମମାନଙ୍କର ସ୍ପିକର, ଆଜିର ବକ୍ତା ପ୍ରଭୁଙ୍କର ଦାସ ପାଣି ସାର୍ ଆଦର୍ଶ ପ୍ରାର୍ଥନା ଏବଂ ଆଶୀଷ ଭିକ୍ଷା କରିବେ। ତାପରେ ଆଜିର ସଭାଟିକୁ ଆମେ ସାଙ୍ଗ କରିବା। ତେବେ over to ସୂର୍ଯ୍ୟ ସାର୍। ଆସନ୍ତୁ ପ୍ରାର୍ଥନା କରିବା। Thank you, Jesus. Praise you, Lord. Glory to you, Jesus. Our good and great